24 नंबर उद्योग समितिर 4टी मौलिक तत्व आखि बंद करके जो माने लिखिबे से मान को पुरस्कृत करा जिवो। आमाले समस्त गाई परिबा स्मरण कर प्रसंग गीत प्रभु जेते लोक को प्रेम करते आपण माने समस्त पाइबे स्मरणिकार प्रसंग गीत प्रभु जेते लोक को प्रेम करती आपण माने एवं आमे समस्ते प्रभु गौरव करिबा।
রখি দেখো কর অনুগমন প্রভু ଯେତେ ଲୋକଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ଅନୁଯୋଗ ଶାସନ କରନ୍ତି Hallelujah. Praise. Dola besana, konjolo besana, padu pelu pada dohana. Pirodi bikana, moheri bikana, padu jisu pada dohana. Dola besana, konjolo besana, padu pelu pada dohana. Pirodi bikana, moheri bikana, padu jisu pada dohana. Oh la la bega, oh la la bega, oh la la bega, padu pelu pada dohana, padu jisu pada dohana, pelu pada dohana, padu jisu pada dohana.
ସମସ୍ତେ ତାଳି ମାରି ପ୍ରଭୁଙ୍କର ଗୌରବ କରିବା, ତାହାଙ୍କର ପ୍ରଶଂସା କରିବା। ପଟା କାଟି ପ୍ରିୟ ଉପର ଏହାନି ଦହପି ମାନ ପଟା କାଟି ପ୍ରିୟ ଉପର ନିଗେ ଦୋହାନା ତାଡ଼ା ଗିରା ରାଇଜି ସୁନିଗେ ଆସନା ଲାଡୁ ଅସୁମନ ନିଗେ ଦୋହାନା गुले डले भागीरो न मार दिया जाना ऊपर नीगे दोहना ताड़ा गिरा राइजी सो नीगे आसना देला डंजू असीमानो नीगे दोहना गुले डली बागिरो न मारिया जाना ओ ला ला बेगा ओ ला ला बेगा ओ ला ला बेगा बाबू तेनु पता दोना बाबू जीसु पता दोना तेनु पता दोना बाबू जीसु पता दोना Solamala bilusiru ninge dohana Bhule jo Prabhu Jisu ninge asana Swadodani Dutongala ninge dohana Hallelujah Hallelujah Prabhu injana बिलुसिरु नीगे दोहना भूले जो प्रभु जीसु नीगे आसना स्वर्ग तनी दूतगण नीगे दोहना हालेलुया हालेलुया प्रभु इंजना ओ ला ला बेगा ओ ला ला बेगा ओ ला ला बेगा बाबू तेनु पता दोना बाबू जीसु पता दोना तेनु पता दोना बाबू जीसु पता दोना संगडलो बेसाना कंजरो बेसाना बाबू तेनु पता दोना Tiroi bikana, moheri bikana, badu Jisu pada dohona. Sanggodona besana, konjaro besana, badu kenu pada dohona. Tiroi bikana, moheri bikana, badu Jisu pada dohona. Oh la la benga, oh. जीसु पता दोना तेनु पता दोना बाबू जीसु पता दोना तेनु पता दोना बाबू जीसु पता दोना
ସୁବାଦ ଦୋହନ। ଆଉ ଗତ ବର୍ଷ ମଧ୍ୟ ଯେତେବେଳେ ଆମେ ଗୋମାଣ୍ଡି ବାପ୍ଟିଷ୍ଟ ମଣ୍ଡଳୀରେ ଡିଷ୍ଟ୍ରିକ୍ଟ କନଭେନସନ୍ କରିଥିଲୁ, ସେହି ସମୟରେ ମଧ୍ୟ ମୋତେ ଗୋଟିଏ ଅଧିବେଶନକୁ ପରିଚାଳନା କରିବା ପାଇଁ ସୁଯୋଗ ଦିଆଯାଇଥିଲା। ଆଉ ସେହି ସମୟରେ ମଧ୍ୟ ମୁଁ ସେ ଅଧିବେଶନକୁ ପରିଚାଳନା କରିଥିଲି ଏବଂ ପ୍ରଭୁଙ୍କର ଦାସ ପ୍ରଭୁଙ୍କର ବାକ୍ୟ ମଧ୍ୟ ପରିବେଷଣ କରିଥିଲେ। ପ୍ରେଜ୍ ଦ ଲର୍ଡ। ଆଜି ମଧ୍ୟ ମୁଁ ସୁଯୋଗ ପାଇଛି ଏହି ଅଧିବେଶନକୁ ମଧ୍ୟ ପରିଚାଳନା କରିବା ସମୟରେ ପ୍ରଭୁଙ୍କର ଦାସ ହିଁ ବାକ୍ୟ ପରିବେଷଣ କରିବା ପାଇଁ ସୁଯୋଗ ପାଇଛି, ମୁଁ ଦେଖିବା ପାଇଁ ପାଇଛି। ତେଣୁକରି ପ୍ରଭୁଙ୍କର ନାମ ଧନ୍ୟ ହେଉ। ଏହି ଅବସରରେ ମୁଁ ତାଙ୍କୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ପବିତ୍ର ମହାନାମରେ ଆହ୍ୱାନ କରୁଛି, ଅଭିନନ୍ଦନ କରୁଛି, ସ୍ୱାଗତ କରୁଛି, ଅନୁରୋଧ କରୁଛି। ବର୍ତ୍ତମାନ ସେ ମୋ ପାଖରେ ଠିଆ ହୋଇଗଲେଣି। ତାଙ୍କୁ ଅନୁରୋଧ କରୁଛି ଯେ ସେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ। ଆମମାନେ ଯତ୍ନ ସହକାରେ ଶୁଣିବା ଏବଂ ହୃଦୟ ମଧ୍ୟରେ ରଖିବା। ବହୁତ ବହୁତ ଧନ୍ୟବାଦ। ହାଲେଲୁୟା। ପ୍ରଭୁଙ୍କ ମହାନ ନାମର ଧନ୍ୟବାଦ ହଉ। ସେମାନେ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦିଏ। ଆଉ ବାସ୍ତବରେ ଆମେ ସୌଭାଗ୍ୟଶାଳୀ ଅଟୁ ଯେ ଗୋଟେ ଜୀବିତ ପରମେଶ୍ୱରଙ୍କୁ ଆମେ ସେବା କରୁଛୁ। ଏହି ବୌଦ୍ଧ କନ୍ଧମାଳ ଖ୍ରୀଷ୍ଟୀୟ ଉଦ୍ୟୋଗ ସମିତିର ଏହି 50ତମ ବାର୍ଷିକ ଅଧିବେଶନ ଏବଂ ଏହି ସାରିଙ୍ଗିରପି ବାପ୍ଟିଷ୍ଟ ମଣ୍ଡଳୀ ଦାରିଙ୍ଗବାଡ଼ିର ଏ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆମମାନେ ଗୋଟିଏ ଷ୍ଟେଜ୍ରେ ବସିଛୁ ଆଉ ପରମେଶ୍ୱରଙ୍କ ବାକ୍ୟ ଶୁଣିବାର ସୌଭାଗ୍ୟ ପାଇଛୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି ଯେ ପ୍ରଭୁ ଆପଣମାନଙ୍କ ଗହଣରେ ତାଙ୍କ ବାକ୍ୟ ପରିବେଷଣ କରିବା ପାଇଁ ମୋତେ ସେ ସୁଯୋଗ ଦେଇଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆମମାନେ ଗୋଟେ ପ୍ରସଙ୍ଗ ପଦ ନେଇ ଏହି ସଭାରେ ଆଲୋଚନା କରିବା ପାଇଁ ଆମମାନେ ମନସ୍ଥ କରିଛୁ। ଆଉ ସେ ପ୍ରସଙ୍ଗ ପଦ ପ୍ରକାଶିତ ବାକ୍ୟ ତାର 3 ପର୍ବ 19 ପଦ। ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ, ଏଠି ଲେଖା ଯାଉଛି ଆମ୍ଭେ ଯେତେ ଲୋକକୁ ଭଲ ପାଉ। ହଁ, ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଏଠି କ'ଣ ଲେଖା ଯାଉଛି? ଆମ୍ଭେ ଯେତେ ଲୋକକୁ ଭଲ ପାଉ। ସବୁ ଲୋକକୁ ଭଲ ପାଉ ବୋଲି ଲେଖାଯାଏ ନାହିଁ। ଆମେ ଯେତେ ଲୋକକୁ ଭଲ ପାଉ ମାନେ ପ୍ରଭୁ ଯାହାକୁ ଭଲ ପାଇବେ ତାକୁ ଅନୁଯୋଗ ଶାସନ କରିବେ। ଆଜିକାଲି ଆମେ କ'ଣ ଭାବୁଛୁ? ପ୍ରଭୁ ଯାହାକୁ ପ୍ରେମ କରିବେ ତାକୁ ରୋଗ କେବେ ହେବ ନାହିଁ, ତାକୁ ଅଭାବ କେବେ ହେବ ନାହିଁ, ସେ କିଛି ସମସ୍ୟା ହେବ ନାହିଁ କେବେ। ମୋତେ କହ ପ୍ରଭୁ ତାକୁ ପ୍ରେମ କରନ୍ତି। ଏଠି କ'ଣ ଲେଖାଯାଉଛି? ପ୍ରିୟ ଭାଇ ଭଉଣୀ ମାନେ ଆଜିର ବାକ୍ୟକୁ ଧ୍ୟାନ ସହିତ ଶୁଣିବେ। ଆଉ ରେକର୍ଡ଼ିଂ ବି କରୁଛନ୍ତି ଭାଇମାନେ। ଯଦି ଆପଣମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ଜଡ଼ିତ ଅଛନ୍ତି ପୁଣି ଥରେ ଶୁଣିବେ। ଆଉ ଯେଉଁମାନେ ଆସିନାହାନ୍ତି ସେମାନଙ୍କୁ ବି ଶୁଣେଇବେ, କାରଣ ଏଇ ପ୍ରସଙ୍ଗଟା ବହୁତ ଇମ୍ପୋର୍ଟାଣ୍ଟ। ଲେଖାଯାଉଛି କ'ଣ? ଆମ୍ଭେ ଯେତେ ଲୋକକୁ ଭଲ ପାଉ। କ'ଣ ଲେଖାଯାଉଛି? ଆମେ ଯେତେ ଲୋକକୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଆମର ଧାରଣା କ'ଣ? ପ୍ରଭୁ ଯାହାକୁ ଭଲ ପାଇବେ ତାକୁ କିଛି ଅସୁବିଧା ହେବ ନାହିଁ, ରୋଗ ହେବ ନାହିଁ, ଋଣ ହେବ ନାହିଁ, ସମସ୍ୟା ହେବ ନାହିଁ ବୋଲି ଆଜିକାଲି ଗଦା ଗଦା ପ୍ରଚାରକ ବାହାରିକରି ସମସ୍ତଙ୍କୁ ଭ୍ରମିତ କରୁଛନ୍ତି। এটা କ'ଣ ସେ ଶିକ୍ଷା? କିନ୍ତୁ ସେଇଟା ହେଉଛି ପ୍ରସ୍ପେରିଟି ଶିକ୍ଷା। এটা ହେଉଛି ହେଲ୍ଥ ଆଉ ୱେଲ୍ଥର ଶିକ୍ଷା। ସେଇଟା ସ୍ୱାସ୍ଥ୍ୟ ଆଉ ସମୃଦ୍ଧିର ଶିକ୍ଷା। ସେଇଟା ବାଇବଲର ଶିକ୍ଷା ନୁହେଁ। ଭାବବାଦୀ ମାନେ ଗଦା ଗଦା ବୁଲୁଛନ୍ତି। ଆଉ କ'ଣ କରୁଛନ୍ତି? ମିଟିଂ ଯାଉ ତ ଷ୍ଟାର୍ଟ କରିଦେଉଛନ୍ତି। आज यहाँ कुछ होने वाला है, यहाँ कुछ होने वाला है। कौन होने वाला है? तू टंका पैसा धरी जाने वाला है। अरे किसी होने वाला कुछ होने वाला नहीं। कौन? ए भाववादी आसिकी टंका धरी जाने वाला है। अरे कुछ होने वाला। अपन में कहीं हंसले? मोर हिंदी पे हंसले कि जो दिन आम मुख्यमंत्री हिंदी कहते मोर पूरा साहस पड़ जाइए कहवाई। हिंदी मोर हिंदी समान। प्रिय भाई भौणी मैंने कहवाई चाहे कौन कहते आसिकी यहाँ कुछ होने वाला है, यहाँ कुछ कौन होने वाला है? तू टंका पैसा धरी जाने वाला है, कुछ होने वाला नहीं।
मोर प्रिय माने जदि आपण हाथ में बाइबल नथिबो किए भी आसी आपण को बोका बने कि पळेबो। एबे मु सुनुथिली जने भाववादी आसीथिले 6 लाख टंकार तेल बिकी जाइछन्ति एटी कंधमाल रे। भाभी देखंतु 6 लाख टंकार प्रार्थना तेल बिकी करी जाइछन्ति। आ मने मारे मारे माने मारी ही कांदी करी प्रार्थना करी प्रचार कले के गोटे ग्लास पानी हमको पीवा को दउना हेटी अगर 20 टका पानी नियो पियो बोली कर देबा लोक। प्रिय माने आज भी लोक मान को ए स्वास्थ्य और ए समृद्धि रो शिक्षा भलो लागुची। तो बाइबल कौन कहूची आम्बे जेते लोक को भलो पाओ। आज आपण माने अनेक लोक शारीरिक असुस्थता दे गति करूछंती अभाव अछि समस्या अछि आपण को चाकरी क्षेत्र समस्या अछि आपण माने भाबुथिबे प्रभु मते प्रेम करूछंती कि नहीं। जदि जोसेफ जगह रे आमे थिले कौन हेतंतु जोसेफ जगह रे आमे थिले किछि भूल नहीं ताकू भाई मने मारी करी ताकू गात्रे पकाइले। गात्रे पकाइला पर जने भाई कहूची से गात्रे पड़ी मले हमको की लाभ ताकू बाहर करो पास्ट बिकबा बिकले कौन भाई बिकले एबे जीव आ मिस्र रे थाली कि ना मा जीव कुली काम करिबो लेबर काम करिबो आमे पचारतु केंती अछि जोसेफ जोसेफ बिको मागी बुलुची बोलला बोले। प्रिय भाई भौणी माने बाइबल कौन कहूची जे सदा प्रभु परमेश्वर जोसेफ सहित अछंती बोली कि आ सदा प्रभु जोसेफ सहित थिले मध्य ताको गात्रे पकाइबे तार विरुद्ध लोक अभियोग करिवे ताको बंदी गृह रे पकाइबे किंतु से तार अमंगल पाई नहीं तार मंगल पाई। भाई माने डरी जाउछंती जोसेफ भी हमको चटनी बनाइबो बोली कि धरा पड़ी जाइछंती चिनी देला एटा जोसेफ ये भी देखता है मोर भाई माने आमे कौन करता हेला रे बाप माने कुआडे जीवो तमर पाली को मोर पाली आज धरा पड़ी बोली नहीं। जोसेफ कौन बुझी पारुछंती जे एठा मोर नुहे कि तुमर नुहे अमंगल पाई नुहे परमेश्वर जहा करंती मंगल पाई करंती। आज ये वाक्य सुनिबा समय में ध्यान देबा आमे जत्ते लोक को भलो पाऊ कौन करू आमे समान को शासन करि था। मोर प्रिय भाई भणी माने आमर परमेश्वर जिहोवा राफा परमेश्वर जिहोवा राफा परमेश्वर जिहोवा राफा बोली केतले जानिबे जेतले रोग हेबो रोग हेले तो जानिबे से जिहोवा राफा बोली करी प्रभु तुम्हें जिहोवा राफा मते केबे रोग हेबो नै कि नहीं रोग हेबो आउ से सुस्थ करबे तेबे जणा पड़बो से जिहोवा राफा। अभाव हेले तो जानबे जिहोवा जिरी बोली भौणी माने जानबे चावल सरी आसुथिबो चलिबा पई पैसा नथिबो प्रभु आपन को जगाउथिबे तेबे कहबे सदा प्रभु कोठी जगाइबे सदा प्रभु पर्वत रे भी जगाइबे इम्पॉसिबल जगह रे से पॉसिबल करिबा परमेश्वर से हटंती ताकर नाम जिहोवा जिरी। आउ कौन समस्या नथिबो ताड़ना नथिबो कि नाही थिबो प्रभु कहते आम्भे सर्वशक्तिमान आम्भे एलशाडाई परमेश्वर। मोर प्रिय भाई भणी माने मु प्रभु को दास भाव आपण मान कति कहिबा पई चाहे आज वाक्य को ध्यान सहित आपण सुनिबा पई चेष्टा करिवे कारण यह अति जरूरी वाक्य अटे। कारण लिखा जाउछि आम्भे जेउ मानन को प्रेम करू जहा को प्रेम करू ताहा को शासन करू। तो आपण को मन रे जो अछि ना नाही के बेले बेले कोई असुविधा हेले प्रभु तते भलो पाउ नांती लो सेते असुविधा होछि दीदी प्रभु पदे तुमको पासरी गले तुमर आउरे नाही प्रभु पदे। प्रिय भाई भौणी माने कौन आज आम वाक्य शुणा समय आम ध्यान सहित शुणा कौन आम जो मान को प्रेम करू आम से शासन करी थाउ। अपन जो देखिए जिहिजिकल तार 7 पर्व 9 पद जिहिजिकल 7 पर्व तार 9 पद
पुणी आमे चक्षु लज्जा करिबा नहीं किबा दया करिबा नहीं आमे तुमर आचरण अनुसार तुम उपरे फल बर्ताइबा तुमर घृणायोग्य क्रिया सकल तुम मध्य रहिबो तहिरे आम्बे सदा प्रभु आघात करू हाँ सदा प्रभु आघात करिबा परमेश्वर मोर प्रिय भाई भौणी माने तांकर ना होची जिहोवा माके से कौन करती आघात करती एटा आपण बुझी थांती आग को केमिति समय थी मु भी जानी नहीं जतले ए प्रसंग पद मते दिया गला मु बसली गोटे घंटा पर काम करुची बसुची भाबुची ए प्रसंग किए देला एटा तो उद्योग समितिर प्रसंग नहीं खाई देले बोली भाभी भाभी थिला बेलू एबे बुझी आसुची जे आगामी समय रे आपणक जीवन रे गुडे परिस्थिति घटिबो आ से परिस्थिति रे आपण मन रखि थांतु जे परमेश्वर आपण को प्रेम करूछंती परमेश्वर आपण को अप्रेम कला भलिया लागिबो आमे कोन भाबुछु माँ जाकू भल पाती ताको सब बेले चिकेन पकोड़ा दियंती चिकेन पकोड़ा नहीं कलरा रांधि की दबो खाइबु हेले खा चुप की था बोल सत ना नहीं मो मम्मी ने कि मते बहुत भल पाती एते प्रेम करिवे एते प्रेम मु वर्णना करि पारबी नै लो बोल दिने मार मुंड बिगड़ी जीवो दुई चापड़ा ढो ढो पिटबो अरे रूम रे बंद कर आमे कहू तू मोर मां नहीं चा तू मो मां नहीं माउसी का मोर मां कहीं माउसी मारब नहीं माउसी आइसक्रीम किनीदेव माउसी चॉकलेट किनीदेव माउसी मार्केट बुलाई नब माँ कौन करब गरम गरम देव मोर प्रिय माने मन रखी था आज आजिकल माँ मैंने टिके डिजिटल माँ मैंने माने ब्रॉयलर चिकन बेसी खाऊँ तो एम मस्तिष्क टिके उर्वर आग देखिए पिला मने जते बेले भूल करबे माँ धरी ताको ढो ढो पिटू आगा थी मते भी थरे मोर बापा पिटले मोर माँ मोर पछरे पड़ी थिबार मते जने कहले एटी तते आनी पोषिचंती तते हाटरू आनी करी एमाने पोषिचंती सेति पाए मु दिने भाबली सत कथा आगा हाटरू आनी थिबे नले एमती के मारबो के काकू कथा कले मारबो मु तो पाठ चोटा केबे स्कूल जीवा के इच्छा नहीं मोर माँ पहाड़ पर्वत नदी नाला सब खोजी बोलवा ए बाबू आ बापा आरे बाबू आरे बापा आ बोले बड्ड कष्ट मु देखबा टाइम हे गला 12टा एबे तो स्कूल छाड़बो नहीं मोर माँ से 12टा बेले मते तो स्कूल रे नेबार और कह हेड दीदी आनली हो मास्टर निमा भल कलो माने भाभी देखंतु बेले बेले हमको लागिबो कोन बापा माँ व्यवहार हमको लगे मान हमको भल पाऊना भल पाऊबार तो शासन करुँच प्रिय माने मन रखी था प्रभु जाकू भल पाती क्या भल पाती जाकू भल पाती ताकू कौन करती ताकू मु संध्यार कहबी क्या भल पाती है संध्यार मेसेज अच्छी से क्या भल पाती एवं मु कहवाई चाहे परमेश्वर जहाँ को भल पाती ताकू शासन करता माइंड रे प्रिंट करी था एटा शैतान आसिक आप रोग सज्जार कह अभाव बेले समस्या कह प्रभु ते पचारू ना तु एत ख्रीस्टान बोली कहूँ एत कौन करते प्रभु पचारू ना शैतान को हसी दे कह एरे कालिया मुआ तु बुझबू नहीं बाइबल पूरा पढ़ीनु बाइबल रे लिखाई परमेश्वर जहाँ को प्रेम करती ताकू अनुजोग करती शासन करती आप देखिए हसे 6 पर्व तार 1 और 2 पद हसे 6 पर्व तार 1 और 2 पद आस आम्भे माने सदा प्रभु को निकट को आस फेरी जाऊ आम्भे माने सदा प्रभु को निकट को फेरी जाऊ कारण से विदीर्ण करियो कारण छंती से कौन करिसंती कौन लिखा जाय छी से विदीर्ण करियो छंती विदीर्ण करियो छंती एटा कथा एटा कौन लिखा जाय छी आस आमाने कोठी के फेरी जाओ आमाने सदा प्रभु को निकट को फेरी जाओ कारण से आमान को विदीर्ण करियो छंती हां ओ से आम्भ मान को सुस्त करिवे से आम्भ मान को सुस्त करिवे हालेलुया जे विदीर्ण करि छंती से आपन को सुस्त मध्य करिवे आपन को मां धरी पिटबो पिला माने गाली करबो
ପୋଡ଼ି ସାଗର ଖାଇବାକୁ ଦେବ ସେ ମା ଆ ରାଜା ଆ ଧନ ଆ ବେଟା ଆ ବସିକରି ଆମେ ଦେଖି ଭାବୁ ସେଟା କୋଉ ରୂପ ଥିଲା ଏଇଟା ମାର ଦୁଇଟା ରୂପ ସେଇଟା ଈଶ୍ୱର ପ୍ରେମ କରନ୍ତି କିନ୍ତୁ ସେ ଶାସନ ମଧ୍ୟ କରନ୍ତି ଆଉ ସେ ଗୋଟେ ପରଫେକ୍ଟ ବାପାର ରୋଲକୁ ସେ କ'ଣ କରନ୍ତି ଦେଖାନ୍ତି ଆମ ପାଖରେ ମୋର ପ୍ରିୟ ଭାଇ ଭଉଣୀ ମାନେ ଏବେ ଅନେକଙ୍କର ମୁଣ୍ଡରେ ଠିକରେ ଚାଲିଲାଣି ଭାବୁଥିଲେ କ'ଣ ଅସୁବିଧା ଅଛି ରୋଗ ଅଛି ସମସ୍ୟା ଅଛି କଷ୍ଟ ଅଛି ଆମେ ଭାବୁଛୁ ପ୍ରଭୁ ମୋତେ ଭଲ ପାଉଛନ୍ତି ନା ନାହିଁ ଭୁଲିଗଲେ ନା କ'ଣ ବୋଲିଲା ଭଳିଆ ମନେ ରଖିଥାନ୍ତୁ ପରମେଶ୍ୱର ଯାହାକୁ ଭଲ ପାଆନ୍ତି ଆପଣ ବୁଝିପାରୁଥିବେ ଆପଣଙ୍କୁ ଭଲ ପାଆନ୍ତି ସେଇଥିପାଇଁ ଆପଣଙ୍କ ଜୀବନରେ ଗୁଡ଼େଇ ପରିସ୍ଥିତି ଆପଣ ଗତି କରୁଛନ୍ତି ଲେଖାଯାଉଛି ସେ ବିଦୀର୍ଣ୍ଣ କରିଛନ୍ତି ସେ କ'ଣ କରିବେ ସେ ସୁସ୍ଥ କରିବେ ପରମେଶ୍ୱର ଯାହାକୁ ଭଲ ପାଆନ୍ତି ପ୍ରିୟ ଭାଇ ଭଉଣୀ ମାନେ ଆମେ ବେଳେବେଳେ ବସିକି ଭାବୁ ପ୍ରଭୁ ବାସ୍ତବରେ ମୋତେ ଭଲ ପାଉଛନ୍ତି କି ଆମେ ଏତେ ପ୍ରାର୍ଥନା କରୁଛୁ ବେଳେବେଳେ ଆପଣ ପ୍ରାର୍ଥନା କରନ୍ତି ଉତ୍ତର ଆସେ ନାହିଁ ଆମେ ଗୋଟେ ପ୍ରାର୍ଥନା କରନ୍ତୁ ଆଉ ଗୋଟେ ଉତ୍ତର ଆସିଥିବ ଆମେ କହିବୁ ପ୍ରଭୁ ମୁଁ ତ ସେଇଟା ମାଗିଥିଲି ରାଜା ଏଇଟା କେମିତି ମିଳିଲା ପ୍ରଭୁ କେବେ ନାଇଁ ସେ ତୋ ପାଇଁ ଭଲ ନଥିଲା ପ୍ରଭୁ କେମିତି ଉତ୍ତର ଦିଅନ୍ତି ବେଳେବେଳେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ଦିଅନ୍ତି ଆମେ ବହୁତ ଖୁସି ହେଇଯାଉ ୟେସ୍ ମୁଁ ପ୍ରାର୍ଥନା କଲି କାଲି ପ୍ରାର୍ଥନା କଲି ଆଜି ମିଳିଗଲା ଓ ହାଲେଲୁୟା ମୋର ଗୋଟେ ସାକ୍ଷ୍ୟ ଦେବାର ଅଛି ବେଳେବେଳେ କ'ଣ ହବ ପ୍ରାର୍ଥନା କରୁଥିବେ ଉତ୍ତର ଆସୁନଥିବ ପ୍ରଭୁ କ'ଣ କହୁଛନ୍ତି ତୁ ଯେତେ କଚାଡ଼ି ପ୍ରାର୍ଥନା କଲି ଉତ୍ତର ଦେବି ମୁଁ ତ ନାଇଁ ବୋଲି କହିଦେଇଛି ଆଉ ନାଇଁ ବେଳେବେଳେ ସାନ ସାନ ପିଲାଙ୍କୁ ଦେଖିବେ ଏମିତି କାନ୍ଦୁଥିବ ସେ ଇଆଡ଼େ କରୁଥିବ ଇଆଡ଼େ ନାକରୁ ସିଙ୍ଗାଣି ବାହାରି ପଡ଼ୁଥିବ ଇଆଡ଼େ କାନ୍ଦି ପକାଉଥିବ କରୁଥିବ ତ ମା କତ କେତେ କାନ୍ଦବୁ କାନ୍ଦ ତତେ ମୁଁ ଦେବାର ନାହିଁ ତତେ କାରଣ ତୋ ପାଇଁ ଠିକ ନାହିଁ ଆମର କେତେ ଜଣ କ'ଣ କରିବେ ପ୍ରଭୁ ଯୋଉଟା ଦେବେ ନାହିଁ ଫାଷ୍ଟିଂ ପ୍ରେୟର କରି ମାଗିବେ କେମିତି ଦେବେ ନାହିଁ ଦେଖିବା ଫାଷ୍ଟିଂ ପ୍ରେୟର ପ୍ରଭୁ ତୁମେ ତ ମହାନ ପରମେଶ୍ୱର ତୁମେ କହିବାର ସବୁ ସୃଷ୍ଟି ହେଇଗଲା ରାଜା ପ୍ରଭୁ ତୁମେ କେତେ ମହାନ ପ୍ରଭୁ ତୁମେ ଫାଷ୍ଟ ପ୍ରଶଂସା କରି ପକାଇବ ତାପରେ ପ୍ରଭୁ ତୁମ ହାତରେ କିଛି ନାହିଁ ପ୍ରଭୁ ତୁମେ ଚାହିଁଲେ ପ୍ରଭୁ ଏବେ ମୋ ପାଇଁ ମନୋଜକୁ ଦେଇପାରିବ ପ୍ରଭୁ ତୁମେ ଯଦି ପ୍ରଭୁ ତୁମେ ମୋର ଜୀବନରେ ମନୋଜକୁ ଦେବାକୁ ହେବ ତୁମେ ଦେବାକୁ ପଡ଼ିବ ଦେଇଦେବେ ପରେ ଧରି ମ୍ୟାରେଜ ହେଲା ପରେ ପିଟିବ କୁଟକୁଟା ମଦ ପିଇବ ଆକୁ ପିଟିବ ହୀନସ୍ତା କଲେ ପ୍ରଭୁ କାହିଁକି ଦେଲ ରାଜା ପ୍ରଭୁ କହେ ମୁଁ ତତେ ଦେଇନାହିଁ ତୁ ଚ୍ୟାଲେଞ୍ଜ କଲୁ ମତେ ତୁମେ ପ୍ରଭୁ ହେଲେ ଦେଇକରି ଦେଖ ବୋଲା ଦେଲି ଏବେ ତୁ ଦେଖ ପ୍ରଭୁ ଯଦି ସିଧା ସିଧା ଦଉନାହାନ୍ତି ଆପଣ ଏ ଷ୍ଟୋରି କୁହନ୍ତୁ ନାହିଁ ଯୋଉ ଚାକିରି ଆପଣଙ୍କ ପାଇଁ ଠିକ ସେ ଆପଣଙ୍କୁ ଦେବେ ଯୋଉ ଗାଡ଼ି ଠିକ ସେ ଦେବେ ସେ ବାପା ପରା ସେ ଆପଣ ତାଙ୍କ ବାପା କି ବେଳେବେଳେ ପ୍ରାର୍ଥନା କରୁଛୁ ପ୍ରଭୁ ହୁକୁମ ଦେଲା ପରେ ପ୍ରଭୁ ୟୁ ହ୍ୟାଭ୍ ଟୁ ଡୁ ପ୍ରଭୁ ତୁମକୁ ଦେବାକୁ ପଡ଼ିବ ତୁମେ ଦେବ ପ୍ରଭୁ ବୋଲେ ଆଜି କେତେ 10-20 ପଚାରୁଥିବେ ଆମେନ୍ ଆମେନ୍ ବୋଲଥିବେ ଚେଲା ଚାମଚା ମାନେ हमारे मांगे पूरी करो बोला भलिया से प्रभु परा से जदि से प्रभु अटंती से प्रभु भलिया काम करिवे आपण देखिबे बेले बेले कोन हबो से कोन कहिबे संग संग दे देबे बेले बेले देबे नहीं आ बेले बेले कोन करबे टिक अपेक्षा कर बोली कहबे हमको अपेक्षा करबा धैर्य थिले तो आम तो अपेक्षा करवा लोक नहीं एबे बोले संग संग मिलबार अछि एबे खाइबे एबे मरबी बोला भलिया लोक हम अपेक्षा ने प्रभु अपेक्षा करे बाबू अनेक झील मान को भल प्रस्ताव आसबार थी ता पूर्व क्या पलि गोटे मामूली लोक मेरेज पलि तापर प्रस्ताव आसब 3टा कार आसब मिठा फ्रुट्स धरी आसबे बसिकी आसले एमन भी नहीं बोल कि कही पार ना आसीजे से घरे बसवे पर जड़े कह आज्ञा तुम झील को टे बाहर करतु आम देखू आज्ञा गत सप्ताह से आका बाहरी पलि मन रखी था परमेश्वर जदि किछि करूना आपण किछि करंतु नहीं शुणु जीवा माने जदि परमेश्वर आपण जीवन में किछि करूना आपण किछि करंतु नहीं कारण से किछि करूना माने से किछि करू छंती से आम परमेश्वर नीरव रुहंती नहीं आपण अपेक्षा करंतु परमेश्वर को समय पर्यंत अपेक्षा करंतु प्रत्येक युवा मान को कहबा पई चाहे प्रत्येक युवा मान को आपण व्यस्त हुंतु नहीं
ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ପରମେଶ୍ୱର ଆପଣଙ୍କୁ ପ୍ରେମ କରନ୍ତି। ଆପଣଙ୍କ ଲାଇଫରେ ଆପଣ ଗୁଡ଼ାଏ ପରିସ୍ଥିତି ଗତି କରୁଛନ୍ତି, ଆପଣ ମନେ ରଖିଥାନ୍ତୁ ଯେ ପରମେଶ୍ୱର ଆପଣଙ୍କୁ ପ୍ରେମ କରୁଥିବାରୁ ସେ ଶାସନ କରୁଛନ୍ତି, ଶାସନ କରୁଛନ୍ତି। ଆଉ ବେଳେବେଳେ କ'ଣ ଆମେ ଯାହା ପ୍ରାର୍ଥନା କରୁ ପ୍ରଭୁ କହନ୍ତି ହଁ ନାହିଁ ଅପେକ୍ଷା କର। ଆଉ ଚତୁର୍ଥ ଆନ୍ସର ବି ସେ ଦିଅନ୍ତି, କ'ଣ ବୋଲି କୁହନ୍ତି, ତୋର ପାଇଁ ମୋ ପାଖରେ ଗୋଟେ ବେଟର ଆଇଡ଼ିଆ ଅଛି। ଆଇ ହ୍ୟାଭ୍ ଏ ବେଟର ଅପସନ୍ ଫର୍ ୟୁ। ତୁମ ପାଇଁ ମୋ ପାଖରେ ଗୋଟେ ଭଲ ଯୋଜନା ଅଛି। ଆପଣ ସେଇଥିପାଇଁ ଆପଣ ନୀରବ ହେଇକରି ରୁହନ୍ତୁ, କାରଣ ପରମେଶ୍ୱର ଆପଣଙ୍କ ଜୀବନରେ ଉତ୍ତମ କାର୍ଯ୍ୟ କରିବା ପାଇଁ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ଆପଣ ଖାଲି ୱେଟ୍ ଆଣ୍ଡ ସି। ଏଠି କ'ଣ ଲେଖାଯାଉଛି, ପରମେଶ୍ୱର ଯେଉଁମାନଙ୍କୁ ପ୍ରେମ କରନ୍ତି, ଭଲ ପାଆନ୍ତି, ଶାସନ କରନ୍ତି। ଆଜି ଟିକେ ଦେଖିବା, ଆଜି ଟିକେ ଆମେ ଧ୍ୟାନ କରି ଦେଖିବା। 5 ବିଷୟ, ଛୋଟ ଛୋଟ ବିଷୟ କହିବା ପାଇଁ ଚାହେଁ। ପ୍ରଭୁ କାହିଁକି ଅନୁଯୋଗ କରନ୍ତି, ପ୍ରଭୁ କାହିଁକି ଶାସନ କରନ୍ତି, ଏଇଟା ଟିକେ ଆମେ ଧ୍ୟାନ କରି ଦେଖିବା। କାହିଁକି ସେ ଆମମାନଙ୍କୁ ଅନୁଯୋଗ କରନ୍ତି, କାହିଁକି ଶାସନ କରନ୍ତି। ପୁସ୍ତକ ଖୋଲନ୍ତୁ ଦୟାକରି, ଏଭଳି ପୁସ୍ତକ 12 ପର୍ବ 5 ପଦ 6 ପଦ ପଢିବେ। ଆଉ ପୁତ୍ରମାନଙ୍କ ପରି ହଁ। ତୁମ୍ଭମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହ ବାକ୍ୟ ଭୁଲିଅଛ। ହେ ମୋହର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି, ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ଏଇଠି ଏଭ୍ରି ପୁସ୍ତକ ଲେଖକ ଟିକେ ଏକ୍ସଟ୍ରା ଏଡ୍ କରି ସୁନ୍ଦର ଭାବରେ ବୁଝାଇ ଦେଉଛନ୍ତି। କ'ଣ କହୁଛନ୍ତି, ଆଉ ପୁତ୍ରମାନଙ୍କ ପରି ତୁମମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହଜନକ ବାକ୍ୟ ଭୁଲିଅଛ। ମୋର ପ୍ରିୟମାନେ, ଏଇଟା ହେଉଛି ଉତ୍ସାହଜନକ ବାକ୍ୟ। ଆପଣଙ୍କୁ ଡିସ୍କରେଜ କରିବା ପାଇଁ ଏ ପ୍ରସଙ୍ଗ ରଖାଯାଇ ନାହିଁ, ଆପଣଙ୍କୁ ଇନକରେଜ କରିବା ପାଇଁ ବାକ୍ୟ ରଖାଯାଇଛି। କ'ଣ ଲେଖା ହେଇଛି, ଉତ୍ସାହଜନକ ବାକ୍ୟ ଭୁଲିଅଛ। ହେ ମୋର ପୁତ୍ର, ପ୍ରଭୁଙ୍କ ଶାସନକୁ ହାଲକାରେ ନିଅ ନାହିଁ, ଲଘୁ ଜ୍ଞାନ କର ନାହିଁ, ହେୟ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ଯଦି ପ୍ରଭୁ ଆପଣଙ୍କୁ ଅନୁଯୋଗ କରୁଛନ୍ତି, ପ୍ରଭୁ ଆପଣଙ୍କୁ ଶାସନ କରୁଛନ୍ତି, ପ୍ରଭୁ ଆପଣଙ୍କ ପଛରେ ପଡ଼ି ଯାଇଛନ୍ତି, ଆପଣ କ'ଣ ପ୍ରଭୁ ମୋର ପଛରେ ଆକା ପଡ଼ିଗଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଦିନେ କ'ଣ ହେଲା, ଏ ଶୟତାନ ଆସିକି ସଦା ପ୍ରଭୁଙ୍କୁ ଚ୍ୟାଲେଞ୍ଜ କରୁଛି। ଆଇବ ତୁମକୁ ଅକାରଣରେ ପ୍ରଭୁ ପ୍ରଭୁ ବୋଲି ଦିନ ରାତି ପ୍ରାର୍ଥନା କରୁଛି, ନା ସାଧୁ ହେଇଛି, ନା ସରଳ ଦେଖାଯାଉଛି। ଆପଣ ତାକୁ ଭଲରେ ଆଶୀର୍ବାଦ କରିଛନ୍ତି, ସବୁ ଦେଇଛନ୍ତି, ଚାରିଆଡ଼େ ପାଚେରୀ ପକାଇ ଦେଇଛନ୍ତି, ମୁଁ ଯାଇ ମଧ୍ୟ ପାରୁନାହିଁ। ସେଇଥିପାଇଁ ସେ ଆପଣଙ୍କୁ ଆରାଧନା କରି ପ୍ରଶଂସା କରୁଛି। ଆପଣ କହୁଛନ୍ତି ମୋର ଆଇବ ପରା ଆଇବ କିଏ ନାହିଁ ବୋଲି କରି। ଟିକେ ମୋତେ ଅନୁମତି ଦିଅ ତ, ଗଲା ପରେ ତୁମକୁ ଦେଖାଇବି। ଆପଣଙ୍କୁ ମୁହଁ ଉପରେ ଆକା ସେ ଆପଣଙ୍କୁ ଅସ୍ୱୀକାର କରି ଛାଡ଼ିଦେବ। ପ୍ରଭୁ କହିଲେ ତୋର ଏତିକି ସାହସ ଅଛି, ତୋର ଏତିକି ତୋର ଚିନ୍ତା, ଓକେ ଯା। ଗଲା, ସବୁ ପଳେଇଲା, ପଶୁ ପଲ ଗଲା, ପିଲାମାନେ ଗଲେ। ଭାବି ଦେଖନ୍ତୁ, ଆମର ଗୋଟେ ଛୁଆ ଚାଲିଗଲେ କେମିତି ହେଉଛୁ, 10-10ଟା ଛୁଆ ମରିଗଲେ ସେ ଲୋକକୁ କିଛି ଫରକ ପଡ଼ୁନି। ପ୍ରଭୁ ଦେଲେ, ପ୍ରଭୁ ନେଲେ, ଧନ୍ୟବାଦ। ତା ସ୍ତ୍ରୀ କାନ୍ଦୁଛି, ହେଲୋ କାହିଁ କାନ୍ଦୁଥିଲ? ହଁ, ଆଇବର ସ୍ତ୍ରୀ ନା କିଏ ଜାଣେ, ଲେଖା ହିଁ ନାହିଁ। ହେଲେ ବି ଇଏ କିଛି ନାହିଁ, ଚୁ ନାହିଁ, କିଛି ହେଉନାହିଁ। ପରେ ଶୈତାନ ଦେଖିଲା, ମୁଁ ଗଲେ ତ କିଛି ହେଉନାହିଁ। ଏବେ ତା ସ୍ତ୍ରୀକୁ ଟିକେ, ସ୍ତ୍ରୀ ତ ତା ସପକ୍ଷରେ ଅଛି, କାହାର? ଶୈତାନର ସପକ୍ଷରେ ଅଛି। ଦେଖିଦେଲା, ଆକୁ ୟୁଜ୍ କରିବି। ଏ ଯାଇକରି କହୁଛି, ହେଠି ମୋ ଶୁଣ, ସମ୍ପତ୍ତି ଗଲା, ହେଲା, ପିଲାମାନେ ଗଲେ, ମୋ ଏବେ ତମର ଅବସ୍ଥା ଦେଖ କେମିତି। ପ୍ରଭୁକୁ ଛାଡ଼ି କରି ମୋର ମୋ ଗଲାରୁ ଆମେ ହେଲେ କ'ଣ କହିଥାନ୍ତୁ? ସତ କଥା କହୁଛୁ ବାସନ୍ତୀ, ତୁ ସତ କଥା କହୁଛୁ ଲୋ, ସତ କଥା କହୁଛୁ, ତୋର ପରେ ସ୍ତ୍ରୀ ପାଇଁ ମୁଁ ଧନ୍ୟ ହେଇଗଲି ବୋଲି କହିଥାନ୍ତୁ। କିନ୍ତୁ ଆଇବ କ'ଣ କହୁଛି, ତୁମେ ଗୋଟେ ମୁଢ଼ା ସ୍ତ୍ରୀ ଭଳିଆ କଥା ହଉଛ। ପ୍ରଭୁ ଦେଲାରୁ ମୋର 10ଟା ପୁଅ, ମୁଁ ଏରିଆର ମାଲିକ, ବେକବର୍ତ୍ତୀ ସୁନା ପିନ୍ଧି ପାଟ ଶାଢ଼ୀ ପିନ୍ଧି ବୁଲୁଥିଲୁ, ଫୁଟାଣି ମାରୁଥିଲୁ, ଏବେ ପ୍ରଭୁ ନେଲେ ପ୍ରଭୁକୁ ଛାଡ଼ିବି?
ପ୍ରିୟ ମାନେ ବେଳେ ବେଳେ ଶୈତାନ କାହାକୁ କାହାକୁ ବ୍ୟବହାର କରିବ ଆପଣଙ୍କୁ ଡିସ୍କରେଜ କରିବା ପାଇଁ। ଶୈତାନ କାହା ଭିତରେ ବି ପଶିଯିବ। ଜିହୁଦା ଭିତରେ ପଶିଲା, ଯୀଶୁକୁ ବିକି ପକାଇଲା। ସେ ପିତର ଭିତରେ ପଶି ଯାଇଛି। ସେ କହୁଛି ପ୍ରଭୁ ଆପଣଙ୍କୁ ଏମିତିକା କେବେ ନ ହଉ। ଏପଟେ ସେ ଆଇବର ସ୍ତ୍ରୀ ମିସେସ୍ ଆଇବ ଭିତରେ ପଶି ଦେଇଛି। ସେ ଆସି କହୁଛି ସେଠି ମୋ ପ୍ରଭୁଙ୍କୁ ଛାଡ଼ି କରି ମୋର। ସେଇଥିପାଇଁ ଆପଣ ସବୁ ମୁଁ ଦେଖିପାରୁଛି ତୁମ ଘର ସାମ୍ନାରେ ଗୋଟେ ନୂଆ କାର୍ ଠିଆ ହେଇଛି। ହାଲେଲୁୟା। ୟେସ୍, କାର୍ ଦେଖିପାରୁଛି। ଗାଡ଼ି ନମ୍ବର ବି କହିଦେବ ସେ डिस्ट्रिक्ट अनुसार OD2 OD5 OD10 OD12 OD13 जहाँ भी डिस्ट्रिक्ट अनुसार कहदेव। मुझे देखिपारी OD12 एठिकार 12 की ए बाप रे OD12 ओ AC 2432 नंबर। हालेलुया। यस, प्रभु मते देखाउछंती। पवित्र आत्मा गाड़ी नंबर कोई बोलबे नहीं। पवित्र आत्मा केबे आरटी ऑफिस से जॉइन कले कौन नहीं पवित्र आत्मा। एबे मझे गोटे भाववादी जाते गोटे मीटिंग रे एमती झील माने छुट्टी समय झील कौन कर मोटा धनिकर झील खाई भल कर पूरा मोटा हो जाए पेट फेट बाहरी से तार मार शाढ़ी और पिंधिक सामने बसी मोटाटा पेट फेट बाहरी पड़ी। ए भाववादी प्रचार करू करू कर पोक कामुड़ला। देख करी भौणी प्रभु तुमको गोटे पुओ देवाक जाउछंती। काकू ए +2 पढ़वा झील को ए +2 पढ़ुची मोटा हो जाए खाई पी कर मार शाढ़ी पिंधि बसी ताकू देखे भाववादी कौन कहते प्रभु तुमको गोटे पुओ देवा। से कहला नहीं 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 बोली कहतु नहीं। परमेश्वर आपन को देवा पाए नेक्स्ट सेशन आर प्रचार करिना ताकू पैसा धरी पठा देला। आज्ञा एबे जुटा कहलो आरि परे कोन कोन कहबो आपन पळांतु। प्रिय माने वाक्य नथिबा लोक प्रॉफिट काहे की बेसी प्रॉफिट काहे की बेसी बोले प्रॉफिट बेसी। प्रॉफिट बोले प्रॉफिट प्रॉफिट माने के घर बांधबो के गाड़ी किणबो काकू पुओ हबो काकू झियो हबो भाववादी कहि बोलबो नै। भाववादी रो काम कोन विपथगामी लोक मानकू जन प्रभु को ठार दूर को जाइछंती प्रभु को पाखु को फेरिबा पाई चेतावनी देबो फेरबो ना मरबो देखो बोली कर। एटा भाववादी रो काम। हमें बाइबल जाको देखिछु। इवन निनिबी को दंड देबा पूर्वरु मध्य प्रभु जुनस को पटा जाडी कहि था दंड देबा पूर्वरु फेरबे कि नै पचारि देखे बोली ताकू कहबे भाववादी। मोर प्रिय माने आजिकल बक्ता होगापी किसी दरकार नहीं। 3टा बुट 4टा सुट हेले हो गला। भल बक्ता होगापी 3टा बुट पिला माने के बक्ता होगा इच्छा कर जदि बक्ता होगापी चाहूच 3टा बुट 4टा सुट हेल तो है। मोर प्रिय माने एमती गरम दिन मध्य सुट पिंधि देते केवल स्टेज जाक पड़ी वक्ता महाशय प्रचार करने समय अति गरम होगा द्वारा स्ट्रोक हो गला चलीगले कौन पाई से अवस्था हमको। प्रिय माने मन रखी था पोशाक अभिषेक नाई अभिषेक जीवन थाए जो पवित्र थाए ता सहित पवित्र आत्मा थांती एटा अपन मन रखी था। आज मु कहवाई चाहे परमेश्वर कहीं शासन करती कहीं से अनुजोग कर लिखा जाऊँगी कौन बोली करी कारण से जहाँ को प्रेम करती ताहाकू शासन करती पुणी जो पुत्र को ग्रहण करती ताकू तो प्रहार करती जो पुत्र को से ग्रहण करबे ताकू कौन करिवे प्रहार करिवे शासन और प्रहार। मोर प्रिय भाई भौणी माने आपण मन रखी था बाबू साउंड कमे दिया मोर प्रिय भाई भौणी माने मु आपण मान को कहवाई चाहे मन रखी था परमेश्वर जहाँ को प्रेम करती जहाँ को भल पाती ताकू शासन करती ताकू अनुजोग करी थांती से अनुजोग करती हेले से कहीं अनुजोग करती 7 पद 8 पद पढ़ंतु एवरी 12 पर्व 7 8 शासन उद्देश्य रे तो हाँ। तुम्भे माने क्लेश सह्य करूअछ ईश्वर तुम्भ मानक सहित पुत्र तुल्य व्यवहार करूअछंती कारण पिता जहाँ को शासन न करंती एपरि पुत्र किए अछि
କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ। ପ୍ରିୟ ମାନେ ପ୍ରଭୁ କାହିଁକି ଶାସନ କରନ୍ତି? ସେ ଜଣାଇବା ପାଇଁ ଯେ ମୁଁ ତୋର ବାପା ଅଟେ। ହାଲେଲୁୟା। ସେ କାହିଁକି ଶାସନ କରନ୍ତି? ଆପଣଙ୍କୁ ଜଣାଇବା ପାଇଁ, ଏ ବାବୁ, ଏ ପୁଅ, ଏ ଝିଅ, ଶୁଣରେ ଶୁଣେ, ମୁଁ ତୋର ବାପା ହେଇଥିବାରୁ ତତେ ଶାସନ କରୁଛି। ଜଷ୍ଟ ଆମମାନଙ୍କୁ କ'ଣ କରିବା ପାଇଁ? ଟୁ ରିମାଇଣ୍ଡ ଅସ୍ ହି ଇଜ ଆୱାର ଫାଦର। ସେ ଆମର ବାପା ଅଟନ୍ତି। ମୋର ପ୍ରିୟମାନେ, ଯେହେତୁ ସେ ବାପା ଅଟନ୍ତି ସେଇଥିପାଇଁ ସେ ପୁଅକୁ ଶାସନ କରନ୍ତି। ଯଦି ତାଙ୍କ ସନ୍ତାନ ହେଇନଥିବ, ଜାରଜ ହେଇଥିବ, ଶାସନ କରିବେ। ଯାହାକୁ ଶାସନ କରୁନା ଜାଣନ୍ତୁ, ପ୍ରଭୁ ଆମକୁ ଏତେ ଆଶୀର୍ବାଦ କରିଛନ୍ତି, କିଛି ସମସ୍ୟା ନାହିଁ, ରୋଗ ନାହିଁ, ଅଭାବ ନାହିଁ, କିଛି ନାହିଁ। ଏଟା ପୁଅ କି କ'ଣ? ଫାଷ୍ଟ ଦେଖ ଏଇଟା। ଯଦି ସେ ସନ୍ତାନ ହେଇଥିବ ତାକୁ ମଝି ମଝିରେ ପାନେ ପାନେ ଦଉଥିବେ, ତାକୁ ଦୁଇ ବିଧା ନ ମାରିଲେ ମଧ୍ୟ କାନ ମୋଡ଼ି କରି, ପ୍ରହାର ଅଲଗା ଅଲଗା ପ୍ରକାର, କିନ୍ତୁ ପ୍ରହାର ତ ଥିବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣମାନଙ୍କ ଖ୍ରୀଷ୍ଟିଆନ ଜୀବନରେ ଆପଣ ମନେ ରଖିଥାନ୍ତୁ, ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି। କାହିଁକି ଶାସନ କରନ୍ତି? ଆମକୁ ଜଣାଇବା ପାଇଁ ଯେ ପୁଅରେ, ଝିଅରେ, ମୁଁ ତୋର ବାପା ଅଟେ, ଆଉ ମୋ ବାପା ହେଇଥିବାରୁ ମୁଁ ତତେ ଶାସନ କରୁଛି। ଆପଣ ଭାବୁଥିଲେ ପ୍ରଭୁ ମୋତେ ବୋଧେ ପ୍ରେମ କରୁନାହାନ୍ତି, ପ୍ରଭୁ ବୋଧେ ମୋତେ ଘୃଣା କରୁଛନ୍ତି, ପ୍ରଭୁ ମୋତେ ପାଶୋରି ଦେଲେ, ପ୍ରଭୁ ତୁମେ ମୋତେ ପାଶୋରି ଗଲ କି ରାଜା। ଏତେ ଡ୍ରାମା କର ନାହିଁ, ମୁଇଁ ଜାଣିଛି ତତେ, ତୁଇ ମୋର ପିଲା ହେଲା। ମୋର ପ୍ରିୟ ମାନେ, ଆମେ ବେଳେ ବେଳେ ଭାବୁଛୁ କ'ଣ, ଏ ବାପା ମାନେ ବେଳେ ବେଳେ ପଇସା ଦେବେ ନାହିଁ। ଡାଡି 5 ଟଙ୍କା ଦିଅ, ଡାଡି 5 ଟଙ୍କା ଦେଇଦେବେ, ଡାଡି 50 ଟଙ୍କା, ତାପରେ 500 ଟଙ୍କା, ତାପରେ ଡାଡି 5 ପଇସା ଦେବି ନାହିଁ ତତେ, ସିଧା ଯା। ତତେ କ'ଣ ଭାବ କଲି? ତତେ ଖାଇବାକୁ ଦଉଛି, ପିନ୍ଧିବାକୁ ଦଉଛି, ପଢ଼ଉଛି, ଆରି କ'ଣ ପଇସା ପଇସା କ'ଣ କରିବୁ ରେ? ଆମେ କ'ଣ କରିବୁ? ପକ୍କା କାଞ୍ଜୁସ ଟାଇଟା, ଏ ବୁଢ଼ା ପକ୍କା କାଞ୍ଜୁସ ଟାଇ, ପଇସା ଦେଉନାହିଁ, କ'ଣ କରିବ କେ ଜାଣେ? ପଇସା ପତ୍ର ନେଇ ମୋତେ ଭଲ ପାଉଛନ୍ତି କି ନାହିଁ ମୋତେ ଡାଉଟ୍ ଲାଗୁଛି। ବାପା କ'ଣ କରୁଛନ୍ତି? ପିଲା ପାଇଁ ସଞ୍ଚୟ କରୁଛନ୍ତି, ପିଲାର ହାୟର ଏଜୁକେସନ୍ ପାଇଁ, ପିଲାକୁ ଭଲ ଶିକ୍ଷା ଦେବା ପାଇଁ, ତାର ବାହାଘର କରାଇବା ପାଇଁ, ତାକୁ ଗୋଟେ ଘର କରି ତାକୁ ସେଟଲ୍ କରିବା ପାଇଁ ବାପା ପଇସା ରଖୁଛି। ଏ କହୁଛି ମୋର ବାପା କାଞ୍ଜୁସଟା, ଏ ପଇସା ଦେଉନାହିଁ, ଏଇଟା କି ବାପା ଏଇଟା? ପ୍ରିୟ ମାନେ, ଆମେ କିଛି ନ ଜାଣିକରି ପ୍ରଭୁଙ୍କ ବିରୁଦ୍ଧରେ ବେଳେ ବେଳେ, ଭଉଣୀ ମାନେ ଚର୍ଚ୍ଚକୁ ଯିବୁ, ଭାଇମାନେ ଆରାଧନା କର ବୋଲେ ପାଟିଆଡୁ ଭାଷା ବାହାର ଯେ କି ଆରାଧନା କର ତାକୁ ଦେଖୁଥିବୁ ଭଲ କରି। ଏବେ ମଝିରେ ଗୋଟେ ମିଟିଂରେ ମୁଁ ଯାଇଥିଲି, ଏମିତି ମିଟିଂରେ ଆମର ଆଦିବାସୀ ଲୋକମାନଙ୍କ ମିଟିଂରେ ଯାଇଛି, ବାଜା ବାଜୁଛି, ଲୋକ ନାଚୁଛନ୍ତି, ଗୋଟେ ବୁଢ଼ୀ ମା ଏ ମିଟିଂ ଜାଗାରୁ ଟିକେ ବାହାରକୁ ଯାଇ ନାଚୁଛି। ସେ ବୁଢ଼ୀଟା ଅଣ୍ଟା ବଙ୍କା ହେଇଯାଇଛି, ସେ ନାଚୁଛି। ଦେଖିଲି ବାରେ ବୁଢ଼ୀ, ଏଠି ତ ସବୁ ନାଚୁଛନ୍ତି, ସେ ଏକ୍ସଟ୍ରା ଯାଇ ନାଚୁଛି। ପରେ ପଚାରିଲି, ଆଜ୍ଞା ସେ ବୁଢ଼ୀକୁ ଏତେ ଖୁସି କ'ଣ ପାଇଁ ବୋଲା? ତାର କିଛି ନାହିଁ ଆଜ୍ଞା, ପିଲାମାନେ ପଚାରୁନାହାନ୍ତି, ପୁଅ ବୋଉ ପଚାରୁନାହାନ୍ତି, ପିଲା ବଡ଼ ଘର ବାନ୍ଧିଛି କିନ୍ତୁ ମାଆକୁ ରଖୁନାହିଁ। ସେ ବୋହୂ କହୁଛି ତୋର ମା ଆସି ରହିଲେ ମୁଁ ଥିବି ନାହିଁ ବୋଲିକରି। ନାତି ନାତୁଣୀ ମାନେ ବି ପଚାରୁନାହାନ୍ତି, ସେ ଏମିତି ଖାଉଛି, ଚଳୁଛି, କେମିତି କେମିତି ବଞ୍ଚୁଛି। ତ ଯେତେବେଳେ ଆରାଧନା କରିବାକୁ ଆସିଛି, ଏ ମୌକାକୁ କାହିଁକି ହରେଇବି? ଯିବି ତ ଆହୁରି। ଖାଲି ମୁଁ ଜଣେ ଭାଇଙ୍କୁ କଥା ହଉଥିଲି, କେମିତି ଭାଇ ଆପଣଙ୍କ ମା କ'ଣ କହୁଥିଲେ? ଜିଦ୍ ଧରିଛି ଆଜ୍ଞା ଯିବି ବୋଲିକରି, ମୋର ପଛରେ ପଡ଼ିଛି, ମତେ ନେ ହେଲେ ସେ ନ ଆଣବାରୁ ତାଙ୍କର ପାଳକକୁ କହୁଛି, ଆଜ୍ଞା ମୋର ପୁଅ ସିନା ନେଲା ନାହିଁ, ତମେ ହେଲେ ନିଅ ଆଜ୍ଞା। କାହିଁକି? ମୋର କହିବାର ଉଦ୍ଦେଶ୍ୟ, ବୁଢ଼ା ବୁଢ଼ୀ ହେଲେ ମଧ୍ୟ ଜାଣିଛନ୍ତି ମୋର ପ୍ରଭୁ ଭଲ ପ୍ରଭୁ, ସେ ଅକାରଣରେ ମୋର ଜୀବନରେ କିଛି କରନ୍ତି ନାଇଁ। ପ୍ରିୟମାନେ, ମୁଁ ଆପଣଙ୍କୁ ଇନକରେଜ କରିବା ପାଇଁ ଚାହେଁ, ଆଜିର ବାକି ଇନକରେଜମେଣ୍ଟ ପାଇଁ ଆଜ୍ଞା। କାଲିକି ଆପଣଙ୍କ ଚାକିରି ହେଉନାହିଁ, ବିଳମ୍ବ ହେଉଛି, ଆପଣଙ୍କ ମ୍ୟାରେଜ ବିଳମ୍ବ ହେଉଛି, ଆପଣ ଘର ବାନ୍ଧିବାର ବିଳମ୍ବ ହେଉଛି, ଆପଣ ଗୋଟେ କିଛି ୱାରିଡ୍ ହୁଅନ୍ତୁ ନାହିଁ, ଆପଣଙ୍କ ବାପା ଅଛନ୍ତି। ହାଲେଲୁୟା। ଆଉ ସେ ବାପା ଥିବା ପର୍ଯ୍ୟନ୍ତ ଆପଣଙ୍କୁ ୱାରିଡ୍ ହେବାର ଦରକାର କିଛି ନାହିଁ। ଟେନସନ୍ ଆକା ନାହିଁ। କ'ଣ ପାଇଁ ଟେନସନ୍?
କିଛି ପିଲାମାନେ ମୁଁ କହିବା ପାଇଛେ ବିଳମ୍ବ ହେବ କିନ୍ତୁ ହେବ ପ୍ରଭୁ କରିବେ ଆଉ ଉତ୍ତମ କାମ କରିବେ। ଆମେ ଜାଣୁ ସେ ଗୀତ ନେଇକି କେଡ଼େ ଉତ୍ତମ ମୋ ପ୍ରିୟତମ ଜାଣନ୍ତି ମୋ ସମସ୍ୟା ଜାଣିଛନ୍ତି ମୋର ବାପା ମୋ ବିଷୟରେ ଜାଣିଛନ୍ତି। ହି ନୋସ୍ ଏଭ୍ରିଥିଙ୍ଗ। ମୋର ପୁଅକୁ କ'ଣ ଦରକାର ସେ ଜାଣିଛନ୍ତି। ସେ ବାପା ହେଇଥିବାରୁ କ'ଣ କରନ୍ତି ଟିକେ ପଢ଼ିବେ ଦ୍ୱିତୀୟ ବିବରଣ 8 ପର୍ବ 5 ପଦ। ଦ୍ୱିତୀୟ ବିବରଣ 8 ପର୍ବ 5 ପଦ। ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମାନେ ଜାଗତିକ ବାପା ମାନେ ଯେମିତି ଶାସନ କରନ୍ତି ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି। ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ। এইটা বিবেচনা করব মনে রখিথিব যে জাগতিক বাপা সে যেতকি পারব সেতকি শাসন করব কিন্তু স্বর্গস্থ পিতা আমার বাপা মানকর ভ্যালিডিটি কেতে 70 ବର୍ଷ 80 ବର୍ଷ। ଏବେ ମୋର ବାପା ନାହାନ୍ତି 83 ଇୟର୍ସ ମୋ ବାପା ଚାଲିଗଲେ କିନ୍ତୁ ସ୍ୱର୍ଗସ୍ଥ ବାପା ଜଗତର ବାପାଙ୍କର ଶାସନ ସିନା ବନ୍ଦ ହେଇଗଲା ସ୍ୱର୍ଗସ୍ଥ ପିତାଙ୍କର ଏବେ ଅନେକ ପିଲାମାନେ ଭାବୁଛନ୍ତି ଏ ବୁଢ଼ାବୁଢ଼ୀ କେବେ ମରିଥାନ୍ତେ ପୁରା ବିରକ୍ତ କରି ପକାଉଛନ୍ତି। ଯେଉଁଦିନ ମରିବେ ସେଦିନ ତୁମେ ଜାଣିବ ଯେ ତୁମରକୁ ଆହୁରି ପଚାରବା ଲୋକ କେହି ନଥିବେ। ମୋର ପୁଅ କୁଆଡ଼େ ଗଲା ମୋର ଝିଅ କୁଆଡ଼େ ଗଲା କେହି ପଚାରିବା ଲୋକ ନଥିବେ। ମନେ ରଖିଥାନ୍ତୁ ସେମାନଙ୍କ ଶାସନ ଆଜି କଷ୍ଟ ଲାଗୁଛି କିନ୍ତୁ ସେମାନଙ୍କ ଶାସନ ଆକା ଅନେକ ଭଉଣୀକୁ ଗୃହିଣୀ କରିଛି। ଅନେକ ପିଲା ଜୀବନରେ କିଛି ହେଇପାରିଛନ୍ତି ଲାଇଫରେ ସେଟଲ ହେଇପାରିଛନ୍ତି କାହିଁକି ପିତା ମାତାଙ୍କର ସେଇ ଶାସନ। ସେ ପଦ ପୁଣି ଥରେ ପଢ଼ିବେ ଦ୍ୱିତୀୟ ବିବରଣୀ 8 ପର୍ବ 5 ପଦ। ପୁଣି ମନୁଷ୍ୟ ଯେପରି ଆପଣା ପୁତ୍ରକୁ ଶାସନ କରେ ତଦ୍ରୂପ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଶାସନ କରନ୍ତି। ଏହା ତୁମ୍ଭେ ଆପଣା ମନରେ ବିବେଚନା କରିବ। ଏଇଟା ମନରେ ଆପଣ ଲେଖି ରଖିଥାନ୍ତୁ ଗୋଟେ କଥା ଯେ ପ୍ରଭୁ ଯାହାକୁ ପ୍ରେମ କରନ୍ତି। ଗତ ରାତ୍ର ପ୍ରଭୁଙ୍କ ଦାସ କହୁଥିଲେ ପ୍ରଭୁ କହୁଛନ୍ତି ତୁମକୁ ମୁଖରୁ ଉଦ୍ଗାର କରିବା ପାଇଁ ଯାଉଛୁ ଉଦ୍ଗାର କଲେ ତ ଛିଡ଼ିଯିବ ଛିଡ଼ିଗଲା ନା ନାଇଁ ଆରେ କହିବାର ଅଛି କ'ଣ ପାଇଁ ନାଇଁ ସୁଯୋଗ ଦେଉଛନ୍ତି କେମିତି ବଦଳିବ ନା କ'ଣ। ମୋର ପ୍ରିୟ ମାନେ ପରମେଶ୍ୱର ସୁଯୋଗ ଦିଅନ୍ତି। ପରମେଶ୍ୱର କ'ଣ କରନ୍ତି ଆପଣଙ୍କୁ ମୋତେ ସେ ସାହାଯ୍ୟ କରନ୍ତି ବଦଳିବା ପାଇଁ। ସେ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ଯେହେତୁ ସେ ବାପା ଅଟନ୍ତି। ଦେଖିବେ ଏବ୍ରି ତାର 12 ପର୍ବ 6 ପଦ ଟିକେ ପଢ଼ିବେ। ଏବ୍ରି 12 ପର୍ବ 6 ପଦ ପୁଣି ଥରେ ପଢ଼ିବା। କାରଣ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ପୁଣି ଯେଉଁ ପୁତ୍ରକୁ ସେ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି। ବାସ୍ ଲେଖା ହେଇଛି ଏଠୁ କେ ବର୍ତ୍ତି ପାରିବ ନାହିଁ। ମୋର ପ୍ରିୟ ମାନେ ମନେ ରଖିଥାନ୍ତୁ ଏଇଠୁ କେହି ବି ବର୍ତ୍ତି ପାରିବ ନାହିଁ। ପ୍ରଭୁ ଆପଣା ପିଲାମାନଙ୍କୁ ଶାସନ କରନ୍ତି। बेले बेले कौन हुए बापा निजे मारिबे नहीं माँ निजे मारिबे नहीं से ट्यूशन सर पाखे नहीं कौन कहबे आज्ञा आको टिके भल कर खाइबा को दियो आज्ञा माने ट्यूशन मास्टर को पैसा दे कर मार मरेबे आप देखिए सार को कहबे आज्ञा आको टिके देखिबा आज्ञा हैला ए बेसी होची टिके देखो बापा माँ देखले हेबो कि नहीं बापा माने देखबे नहीं का को कहबे देखो बोली मु ट्यूशन जाउतिली ट्यूशन जीवार एक तो पाठ चोर दुटे ट्यूशन चोर स्कूल जीवा पे इच्छा नहीं ट्यूशन के जीवो हेले भी जीवार अछि मते दिन जने पचाला ए कुआडे जाउछु मु कहली नहीं पैसा दे माडो खाइबा को जाउछि बोली करी कुआडे जाउछि ट्यूशन जाउछि बोली कहू नहीं पैसा दे माडो खाइबा को जाउछि से सार भी एमती मारी बारो से मारी मारी मते गणित शिखाई देले से माटो को गणित शिखी गली मु गणित रे फेल होबार आउरी चांस नहीं सेमती माडो हेले ट्यूशन सकाले जीवा पूर्वरु जाऊ जाऊ प्रथम स्त्री को पचारबा आज्ञा
आज्ञा केमती अछंती जदि से कहबे ना राति सारा सोई ना बोले जानवा कथा बीपी बढ़ी जाइए बुढ़ार एवं धरा पड़े मत देव आ दिने गली से कहले नाई बाबू काली संध्यारे भी देह भल नाला राति जाक शोई ना केते बसी कहली प्रभु मरैले गले माड़ खाइबी ए जाऊ जाऊ मुह को सुखाई देली सुखाई करी कांदबाक आरम्भ कली सार पचारे कौन है तोर नाई सार मोर जेजे बापा मरीगले मोर जेजे बापा मरीगले सार से कहले तोर जेजे बापा मरीगले और तू ट्यूशन आसु जा 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 पळा 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 बही बेग धरी पळे आसली मोर जेजे बापा केबे मले मते भी जणा नाही ए तांको जणको आ मरई परबी ना 15 लोक तो मरई परबी नहीं से मला लोक मरई देली म कहली नाही सर मोर जेजे बापा मरीगले हां मरीगले जा 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 पळे आसली तापर आउ गोटे पुआ आसला से कहला सार निरंजन आसी नहीं सार नाई रे तारो जेजे बापा मरीगले से कहले नाई सार तांकर घरे किए मरी ना समस्ते भल अच्छा मरीगला मनीष अरे गली नेक्स्ट दिन दुईटा बाड़ी रेडी कर मिछ कहबू ख्रिस्टियान पिला ही मिछ कहबू तो बापा टीचर परा एटा शिखाई कि माड़ दुईटा बाड़ी से दिन माड़ खाई भल था से दिन जानी सत कहवा को क्या डरबी सत कही पछे मले माड़ जे माड़ प्रिय माने मु कहवा चाहे बेले बेले कौन हुए जे बापा माँ निजे शासन न करी अन्य को दियो आमे कौन कहू प्रभु तुम्हें मते शासन करो तुम्हें मते प्रहार करो तुम्हें करो राजा तुम्हें प्रभु निजे करबे नहीं कमिटी हाथ में धराई देबे हमको से कमिटी वाला कुटकुटा तापर जो चाकरी करते गोटे ऑफिसर बड़ बाबू आसबो से डेंजरस आसबो पड़ोसी गोटे आसबो से गंडगोलिया आसबो ए सब मिसिक हमको चटनी बनाते प्रभु कहीं राजा मोर प्रति एत कष्ट प्रभु कबे तते तैयार करुची कारखाना रे तते तैयारी चली मन रखी था प्रिय भाई भौणी माने परमेश्वर शासन करती आउ शासन रु छाड़ ना समस्त पिला मानकु जहाँ को से प्रेम करती से मानकु शासन करी थांती 9 पद पढ़िबे एवरी तार 12 पर्व 9 पद द्वितीय विषय से कहीं आम मानकु शासन करी थांती आहुरी मध्य आंभ मानक शासनकारी आंभ मानक शारीरिक पितृगण को आंभे माने समादर कलु तेबे आत्मा मानक पितांकर बरं केते अधिक रूपे बसीभूत होई जीवन प्राप्त न हेबु कारण से मानकु जेपरि विहित बोध हैला तदनुसारे से माने अल्प दिन निमंते आंभ मानकु शासन कले किंतु आंभे माने जेपरि ताहांक पवित्रतार सहभागी हेउ एथिपाई से आंभ मानक मंगल निमंते शासन करंती कौन लिखा जाइछि प्रथम विषय से आमर बापा एटा जणाइबा पई द्वितीय विषय कौन करबा पई जे आमको से करेक्शन करबा पई चाहुछंती से आरको आमर अटेंशन को नेबा पई आमर ध्यान आकर्षण करबा पई चाहंती जे बाबू रे पुओ रे झियो रे मु तते शासन इत पई करछि जे मु तते संशोधन करूछि शासन कौन पई संशोधन पई मोर प्रिय माने मुझे जो सान थी मत बापा मुंड कुंडाइला बेलू मुंड इे सियाड़े सियाड़े इे देखबार से केमती कुंडाइबार गाल के धर देख विरक्त कौन एटा गोटे एमती कर लेखिला बेलू एमती लेखबार हिमालय का चढ़बार लेखा स्टार्ट ऊपर आड़े खाता केतना किनीदेवे लेखले तो स्टार्ट 3 दिन बाबा खाता सरीगला खाता सरला व्हाइट पेपर आनीदे व्हाइट पेपर भी देखले ये केती लेखुची खाली पर्वत चढ़ुची हाथ धरिकी लेखाइले गोटे दिन पाखरे बसले से स्केल धरिकी पर्वत चढ़ले गोटे बाजुची तापर सीधा लाइन को कौन पाई प्रिय माने से कहीं के शासन करती जे आपण को करेक्शन करबा पाई संशोधन करबा पाई केते सुंदर लेखा जाउछे देखंतु आहुरी मध्य आम मान शासनकारी आम मान शारीरिक पितृगण आम मान समादर कलु
ତେବେ ଆତ୍ମା ମାନଙ୍କର ପିତାଙ୍କର ବରଂ କେତେ ଅଧିକ ରୂପେ ବଶୀଭୂତ ହୋଇ ଜୀବନ ପ୍ରାପ୍ତ ନ ହଉ। କାରଣ ସେମାନଙ୍କୁ ଯେପରି ବିହିତ ବୋଧ ହେଲା ତଦନୁସାର ସେମାନେ ଅଳ୍ପ ଦିନ ନିମନ୍ତେ ଆମମାନଙ୍କୁ ଶାସନ କଲେ। ବାପା ମାନେ କ'ଣ କରନ୍ତି? ଅଳ୍ପ ଦିନ ପାଇଁ, ପରେ କରନ୍ତି ନାହିଁ, ଆହୁରି ପରେ ଶାସନ କରନ୍ତି ନାହିଁ। ବଡ଼ ହେଲା ପରେ ଶାସନ କରନ୍ତି କି କରନ୍ତି ନାହିଁ? ମୁଁ ଯେତେବେଳେ ଛୋଟ ଥିଲି, ଚତୁର୍ଥ ଶ୍ରେଣୀ ପଢ଼ୁଥିଲି, ମୁଁ ଫିଲ୍ମ ହଲ୍ କେବେ ଦେଖି ନାହିଁ କେମିତି ଥିବ। ଫିଲ୍ମ ପଳେଇଛୁ, ଟିକଟ ଥିଲା 2 ଟଙ୍କା, ଫିଲ୍ମ ଟିକଟ 2 ଟଙ୍କା। ମୋତେ ପଇସା ନାହିଁ, ସାଙ୍ଗ ପିଲାମାନେ କଲେକ୍ସନ୍ କରି 50 ପଇସା 20 ପଇସା କରି 2 ଟଙ୍କା କରି ମୋ ଫିଲ୍ମ ନେଇଯାଇଛନ୍ତି। ଶନିବାର ଦିନ ଟିକଟ କାଢ଼ିଲେ, ବାପା ସ୍କୁଲରୁ ଆସିଲେ, ପଚାରିଲେ ବାବୁ କୁଆଡ଼େ ଗଲା? ମା କହିଲେ କୁଆଡ଼େ ଗଲା ମୁଁ ଜାଣେ। କ'ଣ ଜାଣି ନାହିଁ? ପିଲା କୁଆଡ଼େ ଗଲା କ'ଣ ଜଣା ନାହିଁ। ତାକୁ ଧମକାଇ ସାହିରେ ପଚାରିଲାରୁ ନାଇଁ ପିଲାମାନେ କହୁଥିଲେ ସିନେମା ଦେଖିବାକୁ ଯିବେ ବୋଲି ସିଆଡ଼େ ଗଲେ। ସିଧା ବାପା ସାଇକେଲ ଧରି ଆସିଲେ, ଫିଲ୍ମ ହଲ୍ ପାଖକୁ ଆସିଲେ। ଆମର ପୋଷ୍ଟ ଅଫିସ୍ ପଛାଡ଼େ, ଜୟପୁର ପୋଷ୍ଟ ଅଫିସ୍, ଆଜ୍ଞା ଜାଣିଥିବେ, ଜୟପୁର ପୋଷ୍ଟ ଅଫିସ୍ ପଛାଡ଼େ ଗୋଟେ ଫିଲ୍ମ ହଲ୍ଟା ଥିଲା, ସେ ସାଇଡ଼୍ରେ। ଜଷ୍ଟ ପଶିବା ପାଇଁ ଯାଉଛୁ, ବାପା ପଛାଡ଼ୁ ଆସି ହାତକୁ ଧରିଲେ, ଚଟକି ଧରିଲେ। ମୁଁ ଡରିଗଲି, ମରିଗଲି। କେବେ ଫିଲ୍ମ ହଲ୍ ଯାଇନାହିଁ, ସେ ଫିଲ୍ମ ହଲ୍ କେମିତି ଥିବ ଜଣା ନାହିଁ, ଫିଲ୍ମ କେମିତି ଥିବ ଜଣା ନାହିଁ। ମୁଁ ଯାଉଛି, ହାତ ଧରିଲେ, ସିଧା ସାଇକେଲରେ ବସାଇଲେ, ବସି ମୂଷା ପିଲା ପଳେଇ ଆସିଲି। ଆହୁରି କିଛି ଆହୁରି କହିବାର ଚାନ୍ସ ନାହିଁ। ଆହୁରି ମାଆକୁ ବି କହିନାହାନ୍ତି, କୁଆଡ଼େ ଯଦି କ'ଣ ଚୁପ୍ ହେଇଗଲେ, ଧୁଆ ଧୋଇଲି, ଖାଇଲି, ବାସ୍। ବାପା ମୋତେ ଦେଖୁଛନ୍ତି ଖାଇଲା ବେଳେ, ମୁଁ ତାଙ୍କୁ ଦେଖୁଛନ୍ତି ନା ନାହିଁ ବୋଲିକରି। ତାପରେ ଯେତେବେଳେ ମୁଁ କଲେଜ ପଢ଼ିଲି, କଲେଜ ପଢ଼ିଲା ପରେ ମୋ ସାଙ୍ଗମାନେ ଦିନେ ମୋତେ ଫିଲ୍ମ ନେବା ପାଇଁ ଡାକ ପାଇଁ ଆସିଲେ, ଚାଲ ଯିବା, ଗୋଟେ ଭଲ ଫିଲ୍ମ ଚାଲିଛି ଯିବା। ପରେ ବାପା କହିଲେ ଯିବୁ, ହେଲେ ଯା, କାରଣ ତୁ ଏବେ ବଡ଼ ହେଇଗଲୁଣି। ମନେ ରଖିଥାନ୍ତୁ, ଗୋଟେ ସମୟ ଥାଏ ପ୍ରଭୁ ଶାସନ କରୁଥାନ୍ତି, ତାପରେ ଆପଣ ଶିକ୍ଷିତ ହେଇଯାଆନ୍ତି, ଆପଣ ସଂଶୋଧିତ ହେଇଯାଆନ୍ତି, ଆପଣ ଭୁଲ କରିବା ଛାଡ଼ି ଦିଅନ୍ତି, ତାପରେ ବାପା ମାନେ ଶାସନ କରନ୍ତି ନାହିଁ, ଆପଣଙ୍କର ମଙ୍ଗଳ ପାଇଁ ହିଁ ଶାସନ କରନ୍ତି। ତେଣୁ ମୋର ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଦ୍ୱିତୀୟ ବିଷୟ ସେ କାହିଁକି ଶାସନ କରନ୍ତି କହିବା ପାଇଁ ଯେ ମୁଁ ତୋତେ ସଂଶୋଧନ କରିବା ପାଇଁ ଚାହୁଁଛି। ପ୍ରଥମ ବିଷୟ କ'ଣ? ତୁ ମୋର ପୁଅ। ଦ୍ୱିତୀୟ ବିଷୟ କ'ଣ? ତାଙ୍କ ଆଡ଼କୁ ଧ୍ୟାନ ଆକର୍ଷଣ କରିବା ପାଇଁ ଆଉ କହିବା ପାଇଁ ଯେ ମୁଁ ତୋତେ ସଂଶୋଧନ କରିବା ପାଇଁ ଚାହୁଁଛି। ଆଉ ତୃତୀୟ ବିଷୟ କ'ଣ ପାଇଁ? ଏବ୍ରି ପୁସ୍ତକ ତାର 2 ପର୍ବ 10-11 ପଦ, ଏବ୍ରି 2 ତାର 10 ଆଉ 11। କାରଣ ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ଅନେକ ସନ୍ତାନକୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣର କର୍ତ୍ତାଙ୍କୁ ଦୁଃଖଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା। ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ, ସେଥି ନିମନ୍ତେ ସେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତି। କେତେ ସୁନ୍ଦର ଲେଖା ଦେଖନ୍ତୁ। କାହିଁକି ପ୍ରଭୁ ଶାସନ କରନ୍ତି? ଯେହେତୁ ତାଙ୍କର ପୁତ୍ରଙ୍କୁ ଶାସନ କରିଛନ୍ତି, ଆମକୁ ଶାସନ କରିବେ, ଯେପରି ଆପଣ ଆଉ ମୁଁ ତାଙ୍କ ପୁତ୍ର ଯୀଶୁଙ୍କ ତୁଲ୍ୟ ଦେଖାଯିବୁ। ହାଲେଲୁୟା। ମୋର ପ୍ରିୟ ମାନେ, ପ୍ରଭୁ କାହିଁକି ଶାସନ କରନ୍ତି? ଏଇଥିପାଇଁ ଯେପରି ଆମେ ଯୀଶୁଙ୍କ ପରି ଦେଖାଯିବୁ। ଯୀଶୁଙ୍କ ପରି। କେତେ ସୁନ୍ଦର ଲେଖା ଯାଉଛି ଦେଖନ୍ତୁ। ଯାହାଙ୍କ ନିମନ୍ତେ ଓ ଯାହାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଅନେକ ସନ୍ତାନଙ୍କୁ ଗୌରବରେ ପ୍ରବେଶ କରାଇବାରେ ସେମାନଙ୍କ ପରିତ୍ରାଣ କର୍ତ୍ତାଙ୍କୁ ଦୁଃଖ ଭୋଗ ଦ୍ୱାରା ସିଦ୍ଧ କରିବା ତାହାଙ୍କର ଉପଯୁକ୍ତ ଥିଲା। ଦୁଃଖ ଭୋଗ ଦ୍ୱାରା ସିଦ୍ଧ। ତାପରେ ଲେଖାଯାଉଛି କ'ଣ? ଯେଣୁ ଯେ ପବିତ୍ର କରନ୍ତି ଓ ଯେଉଁମାନେ ପବିତ୍ରୀକୃତ ହୁଅନ୍ତି ସେମାନେ ସମସ୍ତେ ଏକ ପିତାଙ୍କର ସନ୍ତାନ, ସେମାନଙ୍କ ନିମନ୍ତେ ସେମାନଙ୍କୁ ଭ୍ରାତା ବୋଲି କହିବାକୁ ଲଜ୍ଜିତ ନୁହନ୍ତି। ମୋର ପ୍ରିୟମାନେ, ମନେ ରଖିଥାନ୍ତୁ, ସେ କାହିଁକି ଶାସନ କରନ୍ତି? ଏଇଥିପାଇଁ ଯେ ସେ ଆମକୁ ତାଙ୍କର ପୁତ୍ରଙ୍କ ତୁଲ୍ୟ କରିବା ପାଇଁ ଚାହାନ୍ତି। ପୁତ୍ରଙ୍କ ତୁଲ୍ୟ। ପୁତ୍ର। ପ୍ରିୟମାନେ, ତୃତୀୟ ବିଷୟ ମୁଁ କହୁଥିଲି, କାହିଁକି ଶାସନ କରନ୍ତି? ଏଇଥିପାଇଁ ଶାସନ କରନ୍ତି ଯେପରି ଆପଣ ଆଉ ମୁଁ ତାଙ୍କ ପୁତ୍ର ଯୀଶୁଙ୍କ ପରି ଦେଖାଯିବୁ। ଦେଖନ୍ତୁ, ଆପଣଙ୍କ ଭଲ ସମୟରେ ଆପଣ ପ୍ରଭୁଙ୍କର ଯେତିକି ପାଖକୁ ଆସିନାହାନ୍ତି, ଆପଣଙ୍କ ଖରାପ ସମୟରେ ସେତିକି ପାଖକୁ ଆସିଛନ୍ତି।
ରୋଗରେ ସମସ୍ୟାରେ ଦୁଃଖରେ ସଙ୍କଟରେ ଅପମାନରେ ଆପଣ ପ୍ରଭୁଙ୍କୁ ଜାବୁଡ଼ିକି ଧରିଛନ୍ତି। ଆପଣଙ୍କ ସମସ୍ତଙ୍କ ମନେ ଥିବ। ତ ପ୍ରିୟ ଭାଇ ଭଉଣୀ ମାନେ କାହିଁକି ସେ ଶାସନ କରନ୍ତି? ଆମକୁ ଜଣେଇବା ପାଇଁ ଯେ ମୁଁ ତୋତେ ମୋର ପୁତ୍ର ତୁଲ୍ୟ କରିବା ପାଇଁ ଚାହେଁ। ଆଉ ଚତୁର୍ଥ ବିଷୟ, କାହିଁକି ଶାସନ କରନ୍ତି? ଜହନ 15 ପର୍ବ ତାର 1-2 ପଦ। ଜହନ 15 ପର୍ବ ତାର 1 ଆଉ 2 ପଦ। ମୁଁ ପ୍ରକୃତ ଦ୍ରାକ୍ଷାଲତା ପୁଣି ମୋହର ପିତା କୃଷକ ମୋ ଠାରେ ଥିବା ଯେ କୌଣସି ଶାଖା ଫଳ ନ ଫଳେ ତାହା ସେ କାଟି ପକାନ୍ତି, ଆଉ ଯେ କୌଣସି ଶାଖା ଫଳ ଫଳେ ଅଧିକ ଫଳ ଫଳିବା ନିମନ୍ତେ ସେ ତାହା ପରିଷ୍କାର କରନ୍ତି। କଣ କରନ୍ତି? ଅଧିକ ଫଳ ଫଳିବା ନିମନ୍ତେ ପରିଷ୍କାର କରନ୍ତି। ଆପଣଙ୍କୁ ଭାବୁଥିବେ, ଦେଖିବେ ବେଳେ ବେଳେ ଆପଣଙ୍କର ଛୁଇଁ ଗଛ ଥିବ, ସଜନା ଛୁଇଁ ଗଛ ବଢିଆ ଫଳ ଦଉଥିବ, କଣ କରିବେ? ତାକୁ କାଟି ପକାଇବେ। କଣ ପାଇଁ କାଟୁଛୁ? ଭାଙ୍ଗି ପକାଉଛୁ କଣ ପାଇଁ? ସେ ହସିଥିବ, ନାଇଁ ନେକ୍ସଟ ଇୟର ଟିକେ ଭଲ ଫଳ ଆସିବା ପାଇଁ। ଆପଣ ଦେଖିବେ ଗଛ ଗୁଡାକ କଣ କରିଥାନ୍ତି? ତାକୁ ଚାଞ୍ଚି ଦଉଥାନ୍ତି। ମୁଁ ଥରେ ଆସାମ ଯାଇଥିଲି, ସେଇ ଚାହା ବାଗାନ ଭିତରେ ସେ ଗଛ ଗୁଡାକ ଏତେ ସୁନ୍ଦର ଦେଖାଯାଉଛି। ସମସ୍ତେ ସେ ପତ୍ର ଗୁଡାକ ଛିଣ୍ଡେଇ ଆଣୁଛନ୍ତି, ଡାଲା ଆଣୁଛନ୍ତି। ତାପରେ ଫ୍ୟାକ୍ଟ୍ରିରେ ଗଲୁ, କେମିତି ଚାହା ବନା ହୁଏ ସେଇଟା ବି ଦେଖିଲୁ। ତାପରେ ଆଉ ଥରେ ଯାଇଥିଲୁ, ସେଇଥର ଗଲା ବେଳକୁ କଣ ହଉଛି? ଗଛ ଗୁଡ଼ିକ କଟା ହଉଛି, ପୁରା ଚଞ୍ଚା ହଉଛି, ସୁନ୍ଦର ଦେଖାଯାଉ ନାହିଁ। ମୁଁ ପଚାରିଲି କଣ ପାଇଁ? ଏତେ ସୁନ୍ଦର ତ ପତ୍ର ଥିଲା। ନାଇଁ ସାର୍, ନେକ୍ସଟ ଇୟର ଆହୁରି କଅଁଳିଆ ଭଲ ପତ୍ର ଆସୁ ବୋଲି ତାକୁ କଟା ଯାଉଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କୁ କେବେ ଯଦି ସୁଯୋଗ ମିଳିବ ଆସାମ ଯିବା ପାଇଁ ଯାଆନ୍ତୁ। ଆମର ଲୋକମାନେ ବହୁତ ଅଛନ୍ତି, ବହୁତ ଲୋକ ଅଛନ୍ତି। ମୁଁ କହିବା ପାଇଁ ଚାହେଁ, ମୁଁ ଦେଖିଲି ପରମେଶ୍ୱର କଣ ପାଇଁ କରନ୍ତି? ଅଧିକ ଫଳ ଫଳିବା ନିମନ୍ତେ ସେ ପରିଷ୍କାର କରନ୍ତି। ଆମେ ଭାବୁଛୁ କାଟୁ ନାହାନ୍ତି, ସେ ପରିଷ୍କାର କରୁଛନ୍ତି। ସେ ଆହୁରି ତାକୁ ଫଳ ଫଳିବା ନିମନ୍ତେ ଦେଖିବେ ଡାଳ ଗୁଡାକ ଇଆଡେ ଯାଇଥିବ, ସେ ଡାକୁ କାଟିଦେବେ ସିଧା ବଢିବା ପାଇଁ, ସିଧା କରିବେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ଆଜି ବୁଝିବା ପାଇଁ ସେ କଣ ପାଇଁ କରନ୍ତି ଶାସନ। ଆମକୁ ଯେପରି ଆମେ ଫଳ ଫଳି ପାରିବୁ, ଏଇଟା ଆମ ଲାଇଫରେ ସେ କରିବା ପାଇଁ ଚାହାନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ। ଆଉ ଶେଷରେ ଗୋଟେ କଥା କହି ସାରିବା ପାଇଁ ଚାହେଁ, ସେ କାହିଁକି ଆମମାନଙ୍କୁ ଶାସନ କରନ୍ତି। ଏଭ୍ରି 12 ପର୍ବ ତାର 2 ପଦ। ଏଭ୍ରି 12 ପର୍ବ 2 ପଦ। ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷିୟ ମୃତ୍ୟୁ ଭୋଗ କଲେ, ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ଆମେ ତାପରେ ପଢିବା 12-13 ପଦ। ଅତଏବ ତୁମ୍ଭେମାନେ ଦୁର୍ବଳ ହସ୍ତ ଓ ଅବଶ ଜାନୁ ସବଳ କର, ପୁଣି ଆପଣା ପାଦ ନିମନ୍ତେ ସଳଖ ପଥ ପ୍ରସ୍ତୁତ କର, ଯେପରି ଯାହା ଖଞ୍ଜ ତାହା ଅଧିକ ବିକୃତ ନ ହୋଇ ବରଂ ସୁସ୍ଥ ହୁଏ। କଣ ପାଇଁ କରନ୍ତି ପ୍ରିୟମାନେ? ଏଇଥିପାଇଁ ଯେପରି ଆମର ପ୍ରଭୁଙ୍କ ଉପରେ ଆମର ଭରସା ଆହୁରି ବଢିବ। ଆମକୁ ଯେପରି ସେଲ୍ଫ ଡିପେଣ୍ଡେଣ୍ଟରୁ ଗଡ୍ ଡିପେଣ୍ଡେଣ୍ଟ କରିବେ। କଣ? ସେଲ୍ଫ ଡିପେଣ୍ଡେଣ୍ଟରୁ ଗଡ୍ ଡିପେଣ୍ଡେଣ୍ଟ। ଆମେ ଇଣ୍ଡିପେଣ୍ଡେଣ୍ଟ ନହୁଁ, ଆମେ ଗଡ୍ ଡିପେଣ୍ଡେଣ୍ଟ ଅଟୁ। ଆମକୁ ପ୍ରଭୁ ସ୍ୱେଚ୍ଛାଚାରୀ କରିବା ପାଇଁ ଚାହାନ୍ତି ନାହିଁ, ପ୍ରଭୁ ଚାହାନ୍ତି ଈଶ୍ୱର ନିର୍ଭରକାରୀ କରିବା ପାଇଁ। ସେଇଥିପାଇଁ ଶାସନ କରନ୍ତି। ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଗୁଡ଼ାଏ କଥା ଆମେ ବୁଝିପାରିନଥାଉ, ପ୍ରଭୁ ଶାସନ କରନ୍ତି। ଟିକେ ପଢ଼ିବେ ଆଇବ 23 ପର୍ବ ତାର 8ରୁ 10। ଆଇବ 23 ପର୍ବ ତାର 8ରୁ ଆଉ 10। ଦେଖ, ମୁଁ ଆଗକୁ ଯାଏ ମାତ୍ର ସେ ସେଠାରେ ନାହାନ୍ତି, ଓ ପଛକୁ ଯାଏ ମାତ୍ର ତାହାଙ୍କୁ ଦେଖି ନ ପାରେ। ସେ କାର୍ଯ୍ୟ କଲା ବେଳେ ବାମ ଦିଗକୁ ଯାଏ ମାତ୍ର ତାହାଙ୍କର ଦର୍ଶନ ପାଇ ନ ପାରେ। ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ନ ପାରେ। ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ ସେ ତାହା ଜାଣନ୍ତି। ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ସେ କଣ କହୁଛନ୍ତି? ସେ ମତେ କାହିଁକି ପରୀକ୍ଷା କରୁଛନ୍ତି ସେ ଜାଣିଛନ୍ତି, ମୁଁ ଜାଣି ନାହିଁ। ସେ କଣ ଲେଖୁଛନ୍ତି? ସେ ମତେ ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।
प्रिय माने दुख कष्ट निंदा ताड़ना आपण को विनष्ट करने नुहे आपण को परिष्कार करने आपण को प्रभु को ऊपर निर्भर करने शिखाइबापी एटी से कौन बोली कहते केते सुंदर भाव से कहते से मते परीक्षा कला उतारे मु सुवर्ण परी उत्तीर्ण हेबी आपण तो देखिए 13 पर्व 15 पद आइब 13 पर्व 15 पद से मते बध कले हे हाँ। मु ताहांक पई अपेक्षा करिबी तथापि मु ताहांक छामुरे आपणा पथ समर्थन करिबी एबे आयुबंकर प्रभु को प्रमेति भरोसा आसी जाइछे कोन कहउचंती से मते बोध कले हैं खाली रोग देले मोर संपत्ति गले मोर असुविधा हेले से मते बोध कले हैं मु ताहांक पई अपेक्षा करिबी तथापि मु ताहांक छामुरे आपना पथ समर्थन करिबी मोर प्रिय भाई भणी माने आज प्रार्थना करिबा प्रभु आगामी समय रे आपण मते जेमिति रास्ता दे नियंतु मु चलवा पे रेडी अछि जने प्रभु को दास कहउछंती रास्ता जेमिति थिबो जोता मध्य सेमिति थिबो सत ना नहीं आपण को बेडरूम रो जो चप्पलटा ताकू पिंदी पर्वत चढ़ी पारिबे कि हां नाई से बेडरूम पाई नरम नरम थिबो तापरे कंटा रास्ता आरु जुता थिबो पथरे रास्ता आउ गडे थिबो जने कहउछथि व्हेन God leads you in stony path he provide you a iron shoe प्रभु जते बेले आपन को पथुरिया रास्ता कंटकित रास्ता समस्यापूर्ण रास्ता दे नियंती सेतले जोता मध्य सेमिति दियंती मोर प्रिय माने दिन जेमिति थिबो अनुग्रह सेमिति थिबो प्रभु आपन को कष्ट दुख निंदा ताड़ना अपमान दे नउचंती आपन को प्रेम करुथिबारु आपन को घृणा करुथिबारु नुहे आपन को उपेक्षा करुथिबारु नुहे आपन को छाड़ी देथिबारु नुहे से जीवित अटंती। मोहर मुक्तिकर्ता जीवित अटंती ओ शेषरे से पृथ्वी ऊपर ओ ठिया हेबे शेषरे से पृथ्वी ऊपर ठिया हेबे पुणी मोहर चर्म एही रूपे विनष्ट हैला उतारे एही रूपे विनष्ट हेला उतारे हैं मु मांस विहीन मु होई मांस विहीन होई परमेश्वर को देखिबी परमेश्वर को देखिबी एतिकी भरोसा तांगर बढ़ी जाइछि से कौन कहउछंती मु खाली रोग असुविधा समस्या कष्ट नुहे से मते बोध कले मध्य पथ समर्थन करिबी आ मु जानि छी जे मु मांस विहीन होई मध्य मोर प्रभु को मु देखिबी एटा अछि प्रभु को ऊपर हमर भरोसा को बढ़ाइबाटा इनक्रीज करिबाटा এই পাঁচটি বিষয় পাই প্রভু আমকু তাড়না দেই নিয়ন্তি সমস্যা দেই নিয়ন্তি কষ্ট দেই নিয়ন্তি সে শাসন করন্তি প্রথম বিষয় কোন পাই সে জଣାইবা পাই যে মু তোর বাপা অটে মু তোর সন ঘর বনাইছন্তি সস্তারে বিকি দউছন্তি বাপা মা পয়সা কেতি উপার্জন করছন্তি জানি নাंती এମାନେ খালি উড়াইବାକୁ জানিছন্তি বুড়াইବାକୁ জানিছন্তি बापा पिला को पेंट किणवा दौची बाबू रे पेंट किणे बोले ए नुआ जीन पेंट किणी आनी ब्लेड रे काटुची घरे बसिकी हाँ आमर पिला मन को देखिबे आपण जब हठात देखिदेबे रास्ता रे भिकारी ना कौन बोलला बोले चुट्टी छाड़ी छाउछंती गोटे गदा ताई रे कौन ए फोटा जीन पेंट फोटाटा नहीं नुआटा किणी आनी घरे बसी ब्लेड रे काटी भल पेंट को जे घरे बसी ब्लेड रे काटबो ताको कौन बोली कहबे मेंटल कौन मेंटलटा पैसा दे चुट्टी काटू नहीं तो जानी नहीं खाली मेसीन रे चांती दउची मझिरे पूरा गदा कर दउची आउरी देखुची गटा पिला मन को कान रे पिंदी थाउछंती झील माने माँ माने कहले हे ना नाई कहवा से झील माने भाईना तु बासंती नाई भाईना तु बसंत हाँ माँ भी कहवा बाबू रे तु बासंती नाई बाबू तु बसंत बेटा पिंधवार नहीं बेटा बोले कहले हम कि नहीं ए पिला को शासन भी पसंद नहीं मन रखी था जो माने शासन पाइबे नहीं आसन रे बसी पारिबे नहीं शासन कौन पाई आसन पाई आपण को पाई परमेश्वर महत योजना अच्छी से आपण को अनुजोग शासन कर नौचंती
जेहेतु से आपन को प्रेम करती आपण को प्रेम करती ए 5टा विषय मन रखिबे कहीं से नियंती प्रथम विषय जणाइबा पाए बाबूरे झियोरे मु तोर बापा अटे आ द्वितीय विषय कौन पाए मु तते संशोधन करबा पई चाहूची बापा हितिबारु तोर भूल गुडा को संशोधन करबा पई चाहूची तृतीय विषय यीशु को परि तते बनेइबा पई चाहूची यीशु को परी तू जमती मोर मोर पुत्र यीशु जंती सिद्ध तू भी जंती सेंती सिद्ध देखा जीवु सेठी पाई मु ए सब देई कि तते नउची आ चतुर्थ विषय अधिक फल फलिबा पाई परिष्कार से करंती आ पंचम विषय आमान को डिपेंडेंट जे प्रभु को पर रहिबो आईबन को जीवन एते कष्ट दुख झड़ झंझा भितर कोन कहउछंती 42 पर्व 2 पदर से कहउछन पढिबे टिके आईबो 42 पर्व 2 पद मु जाने जे तुम्हें सब करि पारो कि चमत्कार कथा देखंतु मु जाने जे तुमे सब करि पारो ओ तुम्भर कौनसी संकल्प निवारण करा जाय न पारे हालेलुया मोर प्रिय माने मन रखि थांतु परमेश्वर सब करि पारंती मु जाने जे तुमे सब करि पारो ओ तुम्भर कौनसी संकल्प निवारण करा जाय न पारे आज गोटे विषय कहबा प्रभु तुम्हें मते शासन कर धन्यवाद तुम्हें शासन कर मु जानली जे तुम्हें मोर बापा अट मोर प्रिय माने मन रखि थांतु जदि आपण तांको संतान होई न थांते से आपण को शासन करि न थांते जार जो को शासन करा जाय नाही संतान को शासन करा जाय जदि आपण को आज प्रभु शासन करूछंती मन रखि थांतु से आपण को प्रेम करंती आम गीत गाऊलु ना कि प्रभु जहाँ को प्रेम करती ताको शासन करती शासन कौन पाई करती आसन रे बसाइबा पाए बापा आपण को जो शासन कर कौन पाई गला बेले से कफिन बक्स सब धरी जीवा पाई नहीं छुआ पाई घर तार भविष्य तार बाहागर तार सब करी ताको सेटल कराइबा पाई बापा केतरा विषय देउ नांती माँ ए सुना गहना कार पे रखी ये बुढ़ी महा कंजूस बुढ़ी मोर माँ डेंजरसटा पैसा रखी सुना रखी कौन करब के जाने गला बेले तो पाई छाड़ी जीव लो चंडालनी तो पाई छाड़ी के जीव धरिकी माँ जीव नाई मोर पुओ झियो माने बापा माँ जदि शासन करुचंती आपनकर मंगल पाई करुचंती एबे बुझबो नाई परे फोटो देखि कांदब कौन हम से मु देखुची अनेक पिला मान को से फादर्स डे को फोटो खोजी आनी करी आई लव यू डैडी बंचला बेल तो घृणा करुतिलो मामा आई मिस यू बारे मिस यू बंचला बेल तो अनेक भी देखु नथिलो तुम्हें काहे कि मोर माँ भलो नहीं मो बापा भलो नहीं मते शासन करुची सब बेले खाली गुज 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 खाली होची हेलो ए क्वा जाउछु ए झियो ए माँ ना कौन एटा बाबा जदि कहे ए पुओ कुआड़े बोले तो थाना बाबू ना कौन ता खाली तागिद कुआड़े जाउछु बस से जा नहीं आ नहीं एटा घर ना जेल पिला माने मन रखि थांतु बापा माँ जाको भल पाती शासन करती जागतिक पिता माता भाव में जी पारती सेतकी करती किंतु स्वर्गस्थ पिता आमर बापा आमको शासन करती नाम जयगान हो आस तुझे स्थान ठिया हवा पदे प्रार्थना कर बसवा समस्ते अपना अपना स्थान ठिया हवा आ प्रार्थना करने जा समस्ते हालेलुया मोर प्रिय भाई भणी माने ईश्वर जहाँ को भल पाती बापा सांगरे अच्छी से बापा सब बेले सांगरे रही थे से कहते मु तुमको केबे छाड़ी ना केबे परित्याग करी ना मोर प्रिय भाई भणी लगी ना चर्च आसवा इच्छा लगी ना कहीं परमेश्वर बोधे मत कष्ट दौरान मत दंड दैका छाड़े परि लगुच नाई आपन को संशोधन करने आपण को आहरी आशीर्वाद करने आपण को मंगल करने आपण को उन्नत करने पुत्र तुल्य करने आपण को समृद्ध करने जमती आहरी गोटे फलवंत जीवन काटी पारे समर्पित हवा प्रभु गो प्रभु आ मत किसी दरकार नहीं
ଓ ମୋର ଭଉଣୀ ମାନେ କେତେ ଥର ଆପଣ ମାନେ ବସି ଭାବିଛନ୍ତି ପ୍ରଭୁ କାହିଁକି ପ୍ରଭୁ ମୋ ଜୀବନରେ ଦୁଃଖ, କାହିଁକି ପ୍ରଭୁ ଏ ନିନ୍ଦା, କାହିଁକି ଅପମାନ, ପ୍ରଭୁ ମୋର କଷ୍ଟ କାହିଁକି ଯାଉନାହିଁ ପ୍ରଭୁ। ମୋର ପ୍ରିୟ ମାନେ ମନେ ରଖିଥାନ୍ତୁ, ଏବେ ପର୍ଯ୍ୟନ୍ତ ପ୍ରଭୁ ଆପଣଙ୍କୁ ଯତ୍ନ ନେଇ ଆସୁଛନ୍ତି। ଧୈର୍ଯ୍ୟ ଧରି ରୁହନ୍ତୁ, ଆପଣ ମଧ୍ୟ କହିପାରିବେ ମୁଁ ଜାଣେ ମୋର ପ୍ରଭୁ ସବୁ କରିପାରନ୍ତି। ସେ ଆମର ବାପା ଅଟନ୍ତି, ସେ ଆମର ବାପା ଅଟନ୍ତି। ପୁଅରେ ଝିଅରେ ମୁଁ ତତେ ଭଲ ପାଏ, ମୁଁ ତତେ ସବୁଠୁ ଅଧିକ ଭଲ ପାଏ, ମୁଁ ତତେ ସଂଶୋଧନ କରିବା ପାଇଁ ଚାହୁଁଛି, ମୁଁ ତତେ ବାପା ବୋଲି ଜଣେଇବା ପାଇଁ ଚାହୁଁଛି ଯେ ତୋର ଜଣେ ବାପା ଅଛନ୍ତି, ତତେ ପ୍ରେମ କରନ୍ତି, ତତେ ସଂଶୋଧନ କରିବା ପାଇଁ ଚାହାନ୍ତି। ମୁଁ ଚାହୁଁଛି ତୁ ମୋର ପୁଅ ଯୀଶୁଙ୍କ ପୁରା ଦେଖାଯିବୁ। ଓ ସେ କେତେ ମାଇଣ୍ଡଫୁଲ ଗଡ୍ ଅଟନ୍ତି, ସେ ଚାହାନ୍ତି ଯେପରି ଆମେ ଯୀଶୁଙ୍କ ପରି ଦେଖାଯିବୁ, ଫଳ ଫଳିବୁ, ଆଉ ତାଙ୍କ ହାତ ଦୁଇଟି ସ୍ପର୍ଗ ଆଡ଼କୁ ଉଠେଇବା, ଆଉ ସମସ୍ତେ ସମର୍ପିତ ହେଇଯିବା। ହାତ ଦୁଇଟି ସ୍ପର୍ଗ ଆଡ଼କୁ ଉଠାନ୍ତୁ ଆଉ ସମର୍ପିତ ହେଇଯାଆନ୍ତୁ। କୁହନ୍ତୁ ପ୍ରଭୁ ଆଗକୁ ଆପଣ ଯେମିତି ମୋତେ କଢ଼େଇ ନେବେ ମୁଁ ଯିବା ପାଇଁ ପ୍ରସ୍ତୁତ ଅଛି। ମୁଁ ଜାଣିଛି ପ୍ରଭୁ ଆପଣଙ୍କ ବଳବନ୍ତ ହସ୍ତରେ ମୁଁ ଅଛି। ମୁଁ ଜାଣିଛି ପ୍ରଭୁ ତୁମର ଯୋଜନା ସବୁ ମୋ ପାଇଁ ଉତ୍ତମ ଅଟେ। ମୁଁ ଜାଣିଛି ପ୍ରଭୁ। ୟେସ୍ ଲର୍ଡ। ହାତ ଉଠେଇ ସମର୍ପିତ ହେଇଯାଆନ୍ତୁ। କୁହନ୍ତୁ ପ୍ରଭୁଙ୍କୁ ପ୍ରଭୁ ମୁଁ ଯୋଗ ସମର୍ପଣ କରୁଛି। ମୁଁ ପ୍ରାର୍ଥନା କରୁଛି ପ୍ରଭୁ ଆଗକୁ ଆପଣଙ୍କ ଉପରେ ଭରସା ରଖି ମୁଁ ଆଗକୁ ଯିବି। ଆପଣ ଯେମିତିକା ପରିସ୍ଥିତି ମୋତେ ନିଅନ୍ତୁ ପ୍ରଭୁ, ମୋର କିଛି ଫରକ ପଡ଼ିବାର ନାହିଁ, କାରଣ ଆପଣ ମୋର ବାପା ଅଟନ୍ତି, ଆପଣ ମୋତେ ଶାସନ କରୁଛନ୍ତି। ଓ ମୋର ଭାଇ ଭଉଣୀ ମାନେ ଏ ପ୍ରସଙ୍ଗ ଆପଣଙ୍କୁ ଜଣାଇବା ପାଇଁ ପ୍ରଭୁ ରଖିଥିଲେ, କହିବା ପାଇଁ ଯେ ଝିଅରେ ପୁଅରେ ତୋ ମନରେ ଯେଉଁ ସନ୍ଦେହ ଆସୁଛି, ତାଡ଼ନା ସମୟରେ, ରୋଗ ସମୟରେ, ଅଭାବ ସମୟରେ, ନିସଙ୍ଗତା ସମୟରେ, ବିପରୀତ ପରିସ୍ଥିତିରେ ତୁ ଭାବୁଛୁ ମୁଁ ତତେ ଛାଡ଼ି ଦେଇଛି। ଧନ୍ୟବାଦ ଦଉଛି ପ୍ରଭୁ, ଧନ୍ୟବାଦ ଦଉଛି ଆପଣ ଆମ ସହିତ କଥା ହେଇଥିବାରୁ, ସ୍ପଷ୍ଟ ଭାବରେ ଆପଣ ଆମମାନଙ୍କୁ ବୁଝେଇଥିବାରୁ ଯେ ଆପଣ ଆମମାନଙ୍କୁ ପ୍ରେମ କରନ୍ତି, ଆପଣ ଆମର ପ୍ରେମୀ ପିତା ଅଟନ୍ତି। ଧନ୍ୟବାଦ ପ୍ରଭୁ। ଆଗକୁ ପ୍ରଭୁ ଆପଣ ଯେମିତି ପରିସ୍ଥିତି ନେବେ ପ୍ରଭୁ ଆମମାନଙ୍କୁ ସ୍ଥିର ରହିବା ପାଇଁ ସାହାଯ୍ୟ କର। ଆପଣଙ୍କ ବଳବନ୍ତ ହସ୍ତ ରହିବା ପାଇଁ ସାହାଯ୍ୟ କର। ଆପଣଙ୍କ ଛାମୁରୁ ଆମେ ପଳେଇବୁ ନାହିଁ ପ୍ରଭୁ। ଆପଣ ଶାସନ କରିବା ସମୟରେ ଲଘୁ ଜ୍ଞାନ କରିବୁ ନାହିଁ ପ୍ରଭୁ। ସେ ଶାସନକୁ ଆମେ ଗ୍ରହଣ କରିବୁ, ଆମମାନଙ୍କୁ ଅନୁଗ୍ରହ କର। ତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆଶୀର୍ବାଦ କରି ପ୍ରାର୍ଥନାଟି ଉତ୍ସର୍ଗ କରୁଛି, ଦୟାରେ ଗ୍ରହଣ କରନ୍ତୁ ପିତା। ଆମେନ୍ ଆମେନ୍। ପ୍ରଭୁ ସ୍ପଷ୍ଟ ଭାବରେ କଥା ହେଇଛନ୍ତି ଯେ ପୁଅରେ ଝିଅରେ ମୁଁ ତତେ ଭଲ ପାଏ, ମୁଁ ତୋର ପ୍ରେମୀ ପିତା ଅଟେ। ମୁଁ ତତେ ବିନଷ୍ଟ କରିବା ପାଇଁ, ତତେ ନଷ୍ଟ କରିବା ପାଇଁ, ତତେ ଭାଙ୍ଗିବା ପାଇଁ, ତତେ ବର୍ବାଦ କରିବା ପାଇଁ ନୁହେଁ, ତତେ ଗଠନ କରିବା ପାଇଁ, ଆଶୀର୍ବାଦ କରିବା ପାଇଁ ଚାହୁଁଛି। ସେ ପ୍ରଭୁଙ୍କ ପାଇଁ ଆସନ୍ତୁ। ଉଚ୍ଚ କରତାଳ ଧ୍ୱନିରେ ଆମେ ତାଙ୍କୁ ଧନ୍ୟବାଦ ଦେବା। ଆହୁରି ଉଚ୍ଚ କରତାଳରେ, ଆହୁରି ଉଚ୍ଚ କରତାଳରେ, ଆହୁରି 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 ଉଚ୍ଚ କରତାଳରେ ଆମେ ତାଙ୍କୁ ଧନ୍ୟବାଦ ଦେବା। କାରଣ ସମସ୍ତ ଆଦର ମହିମା ଗୌରବ ପାଇବା ପାଇଁ କେବଳ ସେ ହିଁ ଯୋଗ୍ୟ ଅଟନ୍ତି। ଧନ୍ୟବାଦ, ଧନ୍ୟବାଦ।